ଋତ ପୁସ୍ତକ ଏକ ପର୍ବ, ଏକ ପଦରୁ 22 ପଦ ଯାଏ ଟିକେ ଲମ୍ବା ବାକ୍ୟ ପଢିବା। ବିଚାରକର୍ତ୍ତାଗଣ ବିଚାର କରିବା କାଳେ ଏକ ସମୟରେ ଦେଶରେ ଦୁର୍ଭିକ୍ଷ ପଡ଼ିଲା। ତହିଁରେ ବେଥଲେହେମ ଯିହୁଦାର ଜଣେ ଲୋକ ଆପଣା ଭାର୍ଯ୍ୟା ଓ ଦୁଇ ପୁତ୍ର ଘେନି ମୋଆବ ଦେଶରେ ପ୍ରବାସ କରିବାକୁ ଗଲା। ସେ ଲୋକର ନାମ ଏଲିମେଲକ, ତାହାର ଭାର୍ଯ୍ୟାର ନାମ ନୟମୀ, ପୁଣି ତାହାର ଦୁଇ ପୁତ୍ରଙ୍କର ନାମ ମହଲନ ଓ କିଲିଅନ। ଏମାନେ ବେଥଲେହେମ ଯିହୁଦାର ଏଫ୍ରାତୀୟ ଲୋକ। ପୁଣି ଏମାନେ ମୋଆବ ଦେଶକୁ ଆସି ସେଠାରେ ରହିଲେ। ଏଉତାରେ ନୟମୀର ସ୍ୱାମୀ ଏଲିମେଲକର ମୃତ୍ୟୁ ହୁଅନ୍ତେ ସେ ଓ ତାହାର ଦୁଇ ପୁତ୍ର ଅବଶିଷ୍ଟ ରହିଲେ। ଏହି ପୁତ୍ରମାନେ ମୋଆବ ଦେଶୀୟ ସ୍ତ୍ରୀମାନଙ୍କ ମଧ୍ୟରୁ ଭାର୍ଯ୍ୟା ଗ୍ରହଣ କଲେ। ଜଣକର ଭାର୍ଯ୍ୟାର ନାମ ଅର୍ଫା, ଆନର ନାମ ରୁତ। ପୁଣି ସେମାନେ ଅଣାଧିକ 10 ବର୍ଷ ଯାଏଁ ସେଠାରେ ବାସ କଲେ। ତହୁଁ ମହଲନ ଓ କିଲିଅନ ଦୁଇ ଜଣଙ୍କର ମୃତ୍ୟୁ ହୁଅନ୍ତେ ସେ ସ୍ତ୍ରୀ ଦୁଇ ପୁତ୍ର ଓ ସ୍ୱାମୀ ବିହୀନା ହୋଇ ରହିଲେ। ଅନନ୍ତର ସେ ସ୍ତ୍ରୀ ଆପଣା ବୋଧୀମାନଙ୍କୁ ଘେନି ମୋଆବ ଦେଶରୁ ପ୍ରସ୍ଥାନ କରିବା ପାଇଁ ଉଠିଲା। ଯେହେତୁ ସଦାପ ଯେ ଆପଣା ଲୋକଙ୍କର ତତ୍ତ୍ୱାବଧାରଣ କରି ଆହାର ଦେଇ ଆସନ୍ତି, ଏହି କଥା ସେ ସ୍ତ୍ରୀ ମୋଆବ ଦେଶରେ ଥାଇ ଶୁଣିଲେ। ଏଣୁ ଆପଣା ବାସସ୍ଥାନ ଛାଡ଼ି ସେ ଓ ତାହା ସହିତ ତାହାର ଦୁଇ ପୁତ୍ର ବଧୂ ଯିହୁଦା ଦେଶକୁ ଫେରିଯିବା ପାଇଁ ପଥରେ ଗମନ କଲେ। ଏଥିରେ ନୟମୀ ଆପଣା ଦୁଇ ପୁତ୍ର ବଧୂଙ୍କୁ କହିଲା, ତୁମେମାନେ ଆପଣା ଆପଣା ମାତାର ଗୃହକୁ ଫେରିଯାଅ। ପୁଣି ମୃତମାନଙ୍କ ପ୍ରତି ଓ ଆମ୍ଭ ପ୍ରତି ତୁମେମାନେ ଯେ ରୂପ ଦୟା କରିଅଛ, ସଦାପ୍ରଭୁ ତୁମମାନଙ୍କ ପ୍ରତି ତଦ୍ରୂପ ଦୟା କରନ୍ତୁ। ତୁମ୍ଭେ ଦୁଇ ଜଣ ଆପଣା ଆପଣା ସ୍ୱାମୀ ଗୃହରେ ଯେପରି ଆଶ୍ରୟ ପାଅ, ସଦାପ୍ରଭୁ ତୁମମାନଙ୍କ ପ୍ରତି ଏପରି କୃପା କରନ୍ତୁ। ଅନନ୍ତର ସେ ସେମାନଙ୍କୁ ଚୁମ୍ବନ କଲା। ତହିଁରେ ସେମାନେ ଉଚ୍ଚ ସ୍ୱରରେ ରୋଦନ କଲେ। ପୁଣି ସେମାନେ ତାହାଙ୍କୁ କହିଲେ, ନା, ଆମ୍ଭେମାନେ ତୁମ୍ଭ ସଙ୍ଗରେ ତୁମ୍ଭ ଲୋକମାନଙ୍କ ନିକଟକୁ ଫେରିଯିବା। ନୟମୀ ଉତ୍ତର କଲା, ହେ ଆମ୍ଭର କନ୍ୟାମାନେ, ଫେରିଯାଅ। ଆମ୍ଭ ସଙ୍ଗରେ କାହିଁକି ଯିବ? ତୁମ୍ଭମାନଙ୍କ ସ୍ୱାମୀ ହେବା ପାଇଁ ଏବେ ହେ କି ଆମ୍ଭ ଗର୍ଭରେ ପୁତ୍ର ଅଛି? ହେ ଆମ୍ଭର କନ୍ୟାମାନେ, ଫେରିଯାଅ। ଯେହେତୁ ମୁଁ ବୃଦ୍ଧା, ପୁନର୍ବାର ବିବାହ କରି ନ ପାରେ, ଆଉ ମୋହର ଭରସା ଅଛି ଏହା ବୋଲି ଯଦ୍ୟପି ଆଜି ରାତିରେ ସ୍ୱାମୀ ଗ୍ରହଣ କରେ, ସନ୍ତାନ ମଧ୍ୟ ପ୍ରସବ କରେ, ତେବେ ତୁମମାନେ କି ସେମାନଙ୍କର ବୟଃପ୍ରାପ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବ? ତୁମମାନେ କି ଏଥି ନିମନ୍ତେ ଆନସ୍ୱାମୀ ଗ୍ରହଣ କରିବାକୁ ନିବୃତ୍ତ ହେବ? ନା, ହେ ମୋହର କନ୍ୟାମାନେ, କାରଣ ତୁମମାନଙ୍କ ହେତୁରୁ ମୋହର ଦୁଃଖ ଅତିଶୟ ହୋଇଅଛି, କାରଣ ସଦାପ୍ରଭୁଙ୍କ ହସ୍ତ ମୋ ବିରୁଦ୍ଧରେ ନିର୍ଗତ ହୋଇଅଛି। ଏଥିରେ ସେମାନେ ପୁନର୍ବାର ଉଚ୍ଚସ୍ୱରରେ ରୋଦନ କଲେ। ପୁଣି ଅର୍ଫା ଆପଣା ଶାଶୁଙ୍କୁ ଚୁମ୍ବନ କଲା, ମାତ୍ର ରୁତ ତାଙ୍କୁ ଧରି ରହିଲା। ସେ ତାଙ୍କୁ କହିଲା, ଦେଖ, ତୁମ୍ଭର ଯାହା ଆପଣା ଲୋକମାନଙ୍କୁ ଆପଣା ଦେବତା ନିକଟକୁ ଫେରିଗଲା, ତୁମ୍ଭେ ଏହି ଆପଣା ଯାହା ପଛେ ଫେରିଯାଅ। ଋତ କହିଲା, ତୁମ୍ଭକୁ ତ୍ୟାଗ କରି ତୁମ୍ଭର ପଶ୍ଚାତଗମନ କରିବାକୁ ଫେରିଯିବାକୁ ମୋତେ ବିନୟ ନ କର। ଯେହେତୁ ତୁମ୍ଭେ ଯେଉଁଠାକୁ ଯିବ, ମୁଁ ମଧ୍ୟ ସେଇଠାକୁ ଯିବି। ତୁମ୍ଭେ ଯେଉଁଠାରେ ରହିବ, ମୁଁ ମଧ୍ୟ ସେଇଠାରେ ରହିବି। ତୁମ୍ଭର ଲୋକ ମୋହର ଲୋକ ଓ ତୁମ୍ଭର ପରମେଶ୍ୱର ମୋହର ପରମେଶ୍ୱର ହେବେ। ତୁମେ ଯେଉଁଠାରେ ମରିବ, ମୁଁ ମଧ୍ୟ ସେଇଠାରେ ମରିବି ଓ ସେଇଠାରେ ମୋହର କବର ହେବ। କେବଳ ମୃତ୍ୟୁ ଛଡ଼ା ଆଉ କିଛି ହିଁ। ଯେବେ ତୁମ୍ଭକୁ ମୋତେ ବିଚ୍ଛେଦ କରଇ, ତେବେ ସଦାପ୍ରଭୁ ସେହି ଦଣ୍ଡ ମଧ୍ୟ ତହିଁରୁ ଅଧିକ ମୋତେ ଦିଅନ୍ତୁ। ଏହି ରୂପେ ତାହା ସହିତ ଯିବା ପାଇଁ ଋତ ଦୃଢ଼ ମନସ୍କ ଅଟେ। ଏହା ଦେଖି ସେ ତାହାଙ୍କୁ କଥା କହିବାରୁ କ୍ଷାନ୍ତ ହେଲା। ଏଣୁ ସେ ଦୁଇ ଜଣ ଯାଉ ଯାଉ ବେଥଲେହେମରେ ଉପସ୍ଥିତ ହେଲେ। ପୁଣି ଯେତେବେଳେ ସେମାନେ ବେଥଲେହେମରେ ଉପସ୍ଥିତ ହେଲେ, ସେତେବେଳେ ସେମାନଙ୍କ ବିଷୟରେ ନଗରଯାକ ଜନରବ ହୁଅନ୍ତେ ସ୍ତ୍ରୀ ଲୋକମାନେ କହିଲେ, ଏ କି ନୟମୀ? ତେଣୁ ସେ ସେମାନଙ୍କୁ କହିଲା, ମୋତେ ନୟମୀ ମଧୁର ବୋଲି ନ ଡାକ, ପୁଣି ମାରା ତିକ୍ତ ବୋଲି ଡାକ, ଯେହେତୁ ସର୍ବଶକ୍ତିମାନ ମୋ ପ୍ରତି ଅତି ତିକ୍ତ ବ୍ୟବହାର କରିଅଛନ୍ତି। ମୁଁ ପରିପୂର୍ଣ୍ଣ ହୋଇ ଯାତ୍ରା କରିଥିଲି, ମାତ୍ର ସଦାପ୍ରଭୁ ମୋତେ ଶୂନ୍ୟ କରି ଫେରାଇ ଆଣିଅଛନ୍ତି। ମାତ୍ର ଯେବେ ମୋ ପ୍ରତିକୂଳରେ ପ୍ରମାଣ ଦେଇଅଛନ୍ତି ଓ ସର୍ବଶକ୍ତିମାନ ଯେ ମୋତେ ଦୁଃଖ ଦେଇଅଛନ୍ତି, ତେବେ ମୋତେ ନୟମୀ ବୋଲି କାହିଁକି ଡାକୁଅଛ? ଏହି ରୂପେ ନୟମୀ ଓ ମୋଆବ ଦେଶରୁ ଆଗତା ତାହାର ପୁତ୍ରବଧୂ ସେହି ମୋଆବ ଦେଶୀୟ ଋତ ଫେରି ଆସିଲେ। ସେମାନେ ଯବଶସ୍ୟ ଛେଦନର ଆରମ୍ଭ
ସମୟରେ ବେଥଲିମରେ ଉପସ୍ଥିତ ହେଲେ। ସମସ୍ତଙ୍କୁ ନମସ୍କାର, ଗୁଡ୍ ମର୍ଣ୍ଣିଂ। ପ୍ରଭୁ ଯୀଶୁଙ୍କ ନାମରେ ସମସ୍ତଙ୍କୁ ନମସ୍କାର। ସକାଳେ ସକାଳେ ଭିଡ଼ିଓ ଅଫ୍ କରନ୍ତୁ ନାହିଁ, ଆସନ୍ତୁ ସାମ୍ନାକୁ। ସମସ୍ତେ କେମିତି ଅଛନ୍ତି? ଅ, ଆମେ ଯଦି ଦେଖିବା ବାଇବଲରେ ଦାଉଦ ଆଉ ଗୋଲିୟତ, ଦାଉଦ ଆଉ ଗୋଲିୟତ ର ଯୁଦ୍ଧ ଅଛି। ଟିକେ ଦେଖିବା ସେଟା। ତ ଦାଉଦ ଗୋଲିୟତର ଯୁଦ୍ଧକୁ ଦେଖିଲେ ଗୋଟେ ସାଇଡରେ ବେଶୀ କୌତୁକିଆ, କାହିଁକି ଦାଉଦ ହଉଛନ୍ତି ଯୁବା ଲୋକ ଓ ଛୋଟ ପିଲା, କିନ୍ତୁ ଗୋଲିୟତକୁ ଦେଖିଲେ ବହୁତ ତାଗड़ा ଲୋକ ସେ। ପ୍ରଥମ ସାମୁଏଲ 17 ପର୍ବ ଟିକେ ଆମେ ଦେଖବା। ପ୍ରଥମ ସାମୁଏଲ 17 ପର୍ବ ଏକ ପଦରୁ ଲେଖା ହେଇଛି। ଅନନ୍ତର ପଲେଷ୍ଟୀୟ ମାନେ ଯୁଦ୍ଧ କରିବାକୁ ଆପଣମାନଙ୍କ ସୈନ୍ୟ ସାମନ୍ତ ସଂଗ୍ରହ କଲେ, ଆଉ ସେମାନେ ଜିହୁଦାର ଅଧିକାରସ୍ଥ ସୋଖରେ ସଂଗୃହୀତ ହୋଇ ସୋଖ ଓ ଆସେକା ମଧ୍ୟରେ ଏଫୋସ ଏଫୋସ ଦମିମରେ ଛାଉଣି ସ୍ଥାପନ କଲେ। ପୁଣି ସାଉଲ ଓ ଇସ୍ରାଏଲ ଲୋକମାନଙ୍କ ସଂଗୃହୀତ ହୋଇ ଏଲା ତଳଭୂମିରେ ଛାଉଣି ସ୍ଥାପନ କଲେ ଓ ଫିଲିଷ୍ଟିୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲେ। ତହିଁରେ ଫିଲିଷ୍ଟିୟମାନେ ପର୍ବତର ଏକ ଦିଗରେ ଓ ଇସ୍ରାଏଲମାନେ ପର୍ବତର ଅନ୍ୟ ଦିଗରେ ଠିଆ ହେଲେ। ପୁଣି ଉଭୟଙ୍କ ମଧ୍ୟରେ ଉପତ୍ୟକା ଥିଲା। ଏଥିରେ ଗାତ ନିବାସୀ ଗୋଲିୟତ ନାମକ ଏକ ମଲ୍ଲଯୁଦ୍ଧ ଫିଲିଷ୍ଟିୟମାନଙ୍କ ଛାଉଣୀରୁ ବାହାର ହେଲା। ସେ 6.5 ହାତ ଉଚ୍ଚ। ପୁଣି ତାହାର ମସ୍ତକରେ ପିତ୍ତଳର ଟପର ଥିଲା। ସେ ମାଛକାତି ତୁଲ୍ୟ ସାଞ୍ଜୁଆରେ ସଜ୍ଜିତ ଥିଲା। ସେହି ସାଞ୍ଜୁଆ 500 ସେକଲ ପରିମିତ ପିତ୍ତଳ ଥିଲା। ତାହାର ପାଦ ପିତ୍ତଳ ପତ୍ରରେ ଆବୃତ ଓ ତାହାର କାନ୍ଧରେ ପିତ୍ତଳର ଶଲ୍ୟ ଥିଲା। ତାହାର ବର୍ଚ୍ଛାର ଦଣ୍ଡ ତନ୍ତୀର ନରାଜ ତୁଲ୍ୟ ଓ ତାହାର ବର୍ଚ୍ଛାର ଫଳକର ପରିମାଣ 600 ସେକଲ ଲୁହା ଥିଲା। ପୁଣି ତାହା ଆଗେ ଆଗେ ତାହାର ଢାଲ ବାହକ ଚାଲିଲା। ତ ପ୍ରଥମ ସାମୁଏଲ 17 ପର୍ବ ଯଦି ଦେଖିବାକୁ କହିଲେ, ଏଠି ଦାଉଦ ଆଉ ଗୋଲିୟତ ର ଯୁଦ୍ଧ ଅଛି। ଆ, ଆଉ ଗୋଲିୟତ ହଉଛି ପଲେଷ୍ଟୀୟ ସାଇଡରେ ଅଛନ୍ତି, ଦାଉଦ ଇସ୍ରାଏଲ ସାଇଡରେ ଅଛନ୍ତି। ତ ସେତେବେଳେ ରାଜା ସାଉଲ ଅଛନ୍ତି, ଯିଏକି ପ୍ରଭୁ ପ୍ରଥମ ଥର ସାଉଲଙ୍କୁ ସ୍ଥାପନ କରିଛନ୍ତି ରାଜା ଭାବରେ। ତ ସାଉଲଙ୍କର ଜୀବନକୁ ଦେଖିଲେ, ଗୋଲିୟତକୁ ଦେଖିଲେ ବେଶୀ ଡରୁଛନ୍ତି। ଏଡ଼େ ବଡ଼ ଲୋକକୁ ଯୋଦ୍ଧାକୁ କେମିତି ଯୁଦ୍ଧ କରିବି ବୋଲି। କାହିଁକି ଗୋଲିୟତ ଏତେ ଡେଙ୍ଗା, ଲେଖା ହେଇଛି। ହଁ। 6.5 ହାତ ଉଚ୍ଚ ଥିଲା। 6.5 ହାତ ଉଚ୍ଚା ମାନେ 18 ଇଞ୍ଚ। ଗୋଟେ ହାତ ର ଲମ୍ବା ହଉଛି 18 ଇଞ୍ଚ। 6.5 ମାନେ କେତେ ହେଇଥିବ ସେଟା? ପାଖାପାଖି
10 ଫୁଟ ଲାଗୁଛି। 10 ଫୁଟ ନାହିଁ, 9 ଫୁଟ 9 ଇଞ୍ଚ ହବ। ସାଡେ 6 ଫୁଟ ହାତ ମାନେ 9 ଫୁଟ 9 ଇଞ୍ଚ ହବ। ଗୋଟେ ହାତ ହଉଛି 18 ଇଞ୍ଚ, 1.5 ଫୁଟ। ତ ଏତେ ବଡ ଡେଙ୍ଗା ଲୋକ ସିଏ। ଯେତେବେଳେ ଏଇସାର ଲୋକମାନଙ୍କ ସାମ୍ନାକୁ ଆସିକି ପାଟି କରିଥିବ, କିଏ ଆସିବ ମୋ ସହିତ ଆସ ଯୁଦ୍ଧ କରିବ କହିଲେ, କିଏ ଯିବ? ସାଉଲ ସେଥିପାଇଁ ତାକୁ ଦେଖିକି ଭୟ ଭୟ କଲା। ଆରେ ଏଡେ ବଡ ଡେଙ୍ଗା, କେମିତି ଯାଇକି ଛିଡା ହେବି? ଆଁ, ଦେଖିଲେ ତା ପାଖରେ ସବୁ ଅଛି। ଆଉ ତାପରେ ପିତ୍ତଳର ଟପର ଥିଲା, ମାଛ କାତି ତୁଲେ ସାଞ୍ଜୁଆ ଥିଲା। ସେ ସାଞ୍ଜୁଆରେ ମାନେ ସଜା ଯାଇଥିଲା ଲେଖା ହେଇଛି। ସାଞ୍ଜୁଆ 500 ସେକଲର ପରିମିତ ଥିଲା ଲେଖା ହେଇଛି। ତାହାର ପାଦ ପିତ୍ତଳରେ ଆବୃତ, ତାହାର କାନ୍ଧରେ ପିତ୍ତଳର ଶଲ୍ୟ ଥିଲା। ବର୍ଚ୍ଛା ଉଁ, ତା ହାତରେ ବର୍ଚ୍ଛାର ଦଣ୍ଡ ତନ୍ତୀର ନରାକ ତୁଲ୍ୟ। ତାହାର ବର୍ଷାର ଫଳକର ପରିମାଣ 600 ସେକଲ ତୁଲ୍ୟ ଥିଲା। ଏତେ ଭାରି ଜିନିଷ ପିନ୍ଧିଛି ସେ। ଉଁ, ସେ ଚାଲୁଥିବ କେମିତି? ଚାଲିଲା ବେଳକୁ ପୁରା ବହୁତ ସାଉଣ୍ଡ ହଉଥିବ। ଲୋକ ଦେଖିଲେ ଏକା ଡରୁଛନ୍ତି। ସେଥିପାଇଁ ସାଉଲ ମୋତେ ଦେଖିଲା, ସାଉଲ ପ୍ରଭୁତରେ ବେଶୀ ଭୟ କଲା। ମୋର ଇସ୍ରାଏଲ ଲୋକମାନେ ଏତେ ବଡ଼ ବିପଦରେ ଅଛନ୍ତି, କେମିତି କରିବି? ଏଡେ ବଡ଼ ଗଲିଆତ ପ୍ରଭୁତିରେ ଛିଡା ହେଇଛନ୍ତି, କଣ କରିବି କହିକି ସେ ବହୁତ ଭୟ କରୁଛି। ସେଥିପାଇଁ ଗଲିଆତ ସାମ୍ନାକୁ ସାଉଲ କେବେ ବି ଯାଇପାରିଲା ନାହିଁ। କିନ୍ତୁ ଦାଉଦ ଯେତେବେଳେ ଦେଖିଲା, ଦାଉଦ ପ୍ରଭୁତିରେ କଣ ଦେଖିଲା? ଉଁ? ଦାଉଦ ଗୋଟେ ବିଷୟକୁ ଦେଖିଲା, ସେ ଗଲିଆତକୁ ଦେଖିଲା ନାହିଁ। ଏ ଯୁଦ୍ଧ କାହାର? ଆଁ? ଆଜି ଆମେ ଯୁଦ୍ଧ ସମ୍ମୁଖରେ ଗଲିଆତ ସାମ୍ନାରେ ଛିଡା ହେଉଛୁ। ସତରେ ଯୁଦ୍ଧ ଯଦି ଦେଖିବାକୁ ଗଲେ ଯୁଦ୍ଧ କାହାର? ସେଥିପାଇଁ ଦାଉଦ ପ୍ରଭୁତିରେ ପ୍ରଭୁଙ୍କୁ ଅନେଇଲା, ପ୍ରଭୁଙ୍କୁ ଅନେଇକି ଗଲିଆତକୁ ନେଇକି ତୁଚ୍ଛ କରିବାକୁ ଆରମ୍ଭ କଲା। ଏ ଦୁଷ୍ଟ ଗଲିଆତ, ତୁ କିଏ? ଆଁ? ଆମର ଜୀବିତ ପରମେଶ୍ୱରଙ୍କ ପ୍ରଭୁତିର ନିନ୍ଦା କରିବ ବୋଲି କହିଲୁ। ସେଥିପାଇଁ 48 ପଦ ଦେଖନ୍ତୁ କଣ ଲେଖା ହେଇଛି। ଏ ଉତ୍ତାରେ ସେହି ପୋଲିସଟି ଉଠି ଦାଉଦଙ୍କ ସଙ୍ଗେ ଭେଟିବାକୁ ଆସି ନିକଟବର୍ତ୍ତୀ ପହନ୍ତେ ଦାଉଦ ଶୀଘ୍ର ସେହି ପୋଲିସଟି ସହିତ ଭେଟିବାକୁ ସୈନ୍ୟଶ୍ରେଣୀ ଆଡ଼େ ଦୌଡ଼ିଲେ। ପୁଣି ଦାଉଦ ଆପଣା ଝୁଲିରେ ହାତ ପୁରାଇ ତହିଁରୁ ଗୋଟିଏ ପଥର କାଢ଼ି ଛାଟିଣିରେ ମାରି ସେହି ପୋଲିସଟିର କପାଳକୁ ଆଘାତ କଲେ। ତହିଁରେ ସେ ପଥର ତାହା କପାଳରେ ପଶିଯାଆନ୍ତେ ସେ ମୁହଁ ମାଡ଼ି ପଡ଼ି ଭୂମିରେ ପଡ଼ିଲେ। ଆଶ୍ଚର୍ଯ୍ୟ! ଦାଉଦ ପାଖରେ କିଛି ବର୍ଷା ନାହିଁ, କି ଶଲ୍ୟ ନାହିଁ, କି କିଛି ପିନ୍ଧି ନାହିଁ, ସେ କି ଟପର ନାହିଁ, କି ଢାଲ କିଛି ନାହିଁ। କିନ୍ତୁ ଦାଉଦ ପାଖରେ କଣ ଅଛି? ଗୋଟେ ଏକା ଆଁ? ନଦୀର ପଥର ଅଛି। ଆଉ ସେ ଚାଟଣୀ ପୁରେଇଲେ, ଆଉ ବୁଲେଇଲେ, ଆଉ ଯେତେବେଳେ ଛାଡ଼ିଦେଲେ, ସେ ସିଧାସଳଖ ସେ ପଥର ଗଲା ଆଉ ଗଲିଆତର କପାଳରେ ବାଜିଲା। ଗଲିଆତ ମୁହଁ ମାଡ଼ିକି ତଳେ ପଡ଼ିଗଲା ଲେଖା ହେଇଛି। ତ ଦାଉଦ କାହିଁକି ସାହସ କରୁଛନ୍ତି? ଯେହେତୁ ଦାଉଦ ଜାଣିଛନ୍ତି ଯେ ପ୍ରଭୁ ତାର ଲାଇଫରେ କେମିତି କାମ କରିଛନ୍ତି। ଦାଉଦ ଯେତେବେଳେ ମେଷ ଚରଉଥିଲେ, ଦାଉଦର ଜୀବନରେ ଅନେକ ସେ ସିଂହ ଭାଲୁ ମାନଙ୍କୁ ପ୍ରଭୁତ୍ୱରେ ଭେଟିଛନ୍ତି। ଅନେକ ସମୟରେ ସେ ବିପଦରେ ପଡ଼ିଥିଲା ବେଳକୁ ପ୍ରଭୁ ତାଙ୍କୁ କେମିତି ରକ୍ଷା କରିଅଛନ୍ତି ଦାଉଦ ପାଖରେ ନେଇକି ଏ ପ୍ରକାର ମହାନ ସାକ୍ଷ୍ୟ ପ୍ରକୃତରେ ଅଛି। ସେଥିପାଇଁ ଦାଉଦ ପ୍ରକୃତରେ କଣ କହିଲେ? ଆରେ ପରମେଶ୍ୱର ଏଡେ ବଡ ବିଷୟରେ ମତେ ଉଦ୍ଧାର କରିଅଛନ୍ତି, କିନ୍ତୁ ଏ ଦୁଷ୍ଟ ପୋଲିସଟା କିଏ ଯେ ପରମେଶ୍ୱର ମୋ ପାଇଁ କାମ କରିବ ନାହିଁ? 37 ପଦରେ ଯଦି ଦେଖିଲେ ଲେଖା ହେଇଛି, ତାହା ଆହୁରି ଦାଉଦ କହିଲେ, ଯେଉଁ ସୁଧାକୁ ସିଂହ ହାତରୁ ଭାଲୁ ହାତରୁ ମତେ ରକ୍ଷା କରିଅଛନ୍ତି, ସେ ସେ ଏହି ପୋଲିସଟି ହାତରୁ ମତେ ରକ୍ଷା କରିବେ।
ଏଥିରେ ସାଉଲ ଦାଉଦଙ୍କୁ କହିଲେ, ଯାଅ ସଦାକୁ ତୁମ୍ଭର ସଙ୍ଗୀ ହେବେ। ତ ଦାଉଦ କଣ ଅଛି? ପ୍ରଭୁ ମତେ ସିଂହ ହାତରୁ ଭାଲୁ ହାତରୁ ଉଦ୍ଧାର କରିଛନ୍ତି, ରକ୍ଷା ପାଇଛି ମୁଁ। ଏ ପଲେଷ୍ଟିୟ ହାତରୁ କଣ ପ୍ରଭୁ ରକ୍ଷା କରିବେ ନାଇଁ କି? ସେଥିପାଇଁ ଦାଉଦ ନିଜକୁ ଦେଖୁନାହାନ୍ତି କି ଗୋଲିଆତକୁ ଦେଖୁନାହାନ୍ତି କି ଦାଉଦ କୌଣସି ବିଷୟକୁ ଡରୁ ନାହାନ୍ତି। ଦେଖିଲେ ଦାଉଦ ଗୋଟେ ବହୁତ ଛୋଟ ପିଲା, ଏଁ, କିନ୍ତୁ ଦାଉଦ ପାଖରେ ସାହସ ଅଛି। ସେଥିପାଇଁ ଆମେ ଯେତେବେଳେ ଆତ୍ମିକ ଜୀବନ ବଞ୍ଚୁଛୁ, ଅଧିକାଂଶ ସମୟରେ ଆମେ ନେଇକି ନିଜକୁ ଦେଖୁଛୁ। ନିଜ ପାଖରେ ଥିବା ଦୁର୍ବଳତା, ନିଜ ପାଖରେ ଥିବା କମଜୋରି, ଉଁ, ନିଜ ପାଖରେ ଥିବା ଅଭାବ, ନିଜ ପାଖରେ ଥିବା ପରିସ୍ଥିତି। ତ ଆମେ ନାଇକି ଆତ୍ମିକ ଜୀବନ ବଞ୍ଚିଲା ବେଳକୁ ପରିସ୍ଥିତି ସହିତ ନିଜର ଜୀବନକୁ ଖାପ ଖୁଆଇକି ବଞ୍ଚିବା ପାଇଁ ଚାହୁଁଛି। ଭଲ ଥିଲେ ଭଲ ଅଛି କହୁଛୁ, ମନ୍ଦ ଥିଲେ ମନ୍ଦ ଅଛି କହୁଛୁ। ଆଁ? ଭଲ ପାଗ ହେଲେ ଚର୍ଚ୍ଚକୁ ଯିବି କହୁଛୁ, ଭଲ ପାଗ ନହେଲେ ଚର୍ଚ୍ଚକୁ ଯିବି ନାହିଁ କହୁଛୁ। ଆମର ଆମର ସ୍ପିରିଚୁଆଲ ଜୀବନକୁ ଦେଖିଲେ ଆମେ ହଉଛୁ ସେ ପ୍ରକାର ମ୍ୟାନେଜେବଲ ଲାଇଫ ପ୍ରକୃତିରେ ବଞ୍ଚୁଅଛୁ। ତ ମ୍ୟାନେଜେବଲ ଲାଇଫ ହଉଛି କଣ ଜାଣିଛନ୍ତି? ଏଇଟା ହଉଛି ବିଶ୍ୱାସ ନାହିଁ। ହୁଁ? ସେଥିପାଇଁ ମ୍ୟାନେଜେବଲ ଲାଇଫ ହଉଛି ନିଜ ଉପରେ ନିର୍ଭର କରିକି ବଞ୍ଚିବାଟା, ନିଜକୁ କେନ୍ଦ୍ର କରିକି ବଞ୍ଚିବାଟା, ଆଁ? ନିଜର ଚିନ୍ତାକୁ ପ୍ରକୃତିରେ ଅନୁଗମନ କରିବାଟା। ସାଉଲ ଏତେ ବଡ ରାଜା ହେଇଛନ୍ତି, କାହିଁକି ଦାଉଦ ଗୋଲିଆତକୁ ସାମ୍ନା କରିପାରୁନାହାନ୍ତି? ଗୋଟେ କାରଣ, ସାଉଲ ମଧ୍ୟ ନିଜକୁ ମ୍ୟାନେଜେବଲ କରୁଛନ୍ତି। ହଁ, ସାଉଲ ଚାହିଁଥିଲେ ଗୋଲିଆତକୁ ପ୍ରକୃତିରେ ଖଣ୍ଡ ଖଣ୍ଡ କରିଦେଇଥାନ୍ତେ, କିନ୍ତୁ ସାଉଲ ପାଖରେ ସେ ପ୍ରକାର ସାହସ ନାହିଁ। କାହିଁକି? କିନ୍ତୁ ସାଉଲ ନାଇକି ନିଜର ବଳ, ନିଜର ଶକ୍ତିକୁ ଦେଖୁଛନ୍ତି। କିନ୍ତୁ କିଏ ସାଉଲକୁ ଇସ୍ରାଏଲ ଉପରେ ସ୍ଥାପନ କରୁଛନ୍ତି ସେ ତାଙ୍କୁ ଦେଖୁନାହାନ୍ତି। ସେଥିପାଇଁ ବେଳେ ବେଳେ ଆମେ ମଧ୍ୟ ଯେତେବେଳେ ଏ ପ୍ରକାର ଲାଇଫ ବଞ୍ଚୁଛୁ, ଆମେ ଅଧିକାଂଶ ସମୟରେ ନିଜକୁ ଦେଖୁଛୁ। ନିଜକୁ ଦେଖୁଛୁ, ନିଜକୁ ଦେଖିକି ନିଜର କେପାବିଲି ପ୍ରକୃତିରେ ଆମେ ଦେଖିକି ଆମେ ଲାଇଫ ପ୍ରକୃତିରେ ବଞ୍ଚୁଛୁ। ସେଥିପାଇଁ ଆମକୁ କେମିତି ଲାଗୁଛି? ଏ ପ୍ରଭୁ କାମ କରୁନାହାନ୍ତି, ଆଉ କିଛି ହବ ନାହିଁ ମୋ ଦ୍ୱାରା, ବାକ୍ୟ ଶୁଣିଲେ ବି କଣ ହବ, ଚର୍ଚ୍ଚ ଗଲେ ବି କଣ ହବ, ଆଉ ସବୁ ବିଷୟ ସବୁବେଳେ ବାକ୍ୟ ବାକ୍ୟ କେମିତି ହେବି। ତ ଅନେକ ସମୟରେ ଆମେ ନାଇଁ କେମିତି ଚିନ୍ତା କରିଥାଉ। ସେଥିପାଇଁ ଆମେ ଜଣେ ଲୋକ କେବେ ବି ଜାଣିନୁ ଯେ ପ୍ରଭୁ କେମିତି ଆମ ଲାଇଫରେ ଅନୁଗ୍ରହ ଦ୍ୱାରା ପ୍ରଭୁତିରେ କାମ କରୁଛନ୍ତି। ପରମେଶ୍ୱର କେମିତି ଆମ ଲାଇଫରେ ପ୍ରଭୁତିରେ କଢେଇକି ନେବା ପାଇଁ ଚାହୁଁଛନ୍ତି। ଆମେ ଜଣେ ଲୋକ କେବେ ମଧ୍ୟ ଖୋଜୁନୁ। ସେଥିପାଇଁ ଏ ଜାଗାରେ ଦେଖନ୍ତୁ, ଏ ପ୍ରଥମ ସାମୁଏଲ 17 ପର୍ବର 51 ପଦ ଟିକେ ଦେଖନ୍ତୁ। ତହୁଁ ଦାଉଦ ଦୌଡ଼ି ଯାଇ ସେହି ପୋଲିସଟି ଉପରେ ଠିଆ ହେଲେ ଓ ହାତରେ ଖଡ଼ଗ ନେଇ ପାଖକୁ କାଢ଼ି ତାହାକୁ ବଧ କଲେ, ତାହାର ହାତରେ ମସ୍ତକ ଛେଦନ କଲେ। ଆଉ ପୋଲିସଟି ମାନେ ଆପଣମାନଙ୍କ ବୀରକୁ ମୃତ ଦେଖି ପଳାଇଲେ। ତ ଦେଖିଲେ ଏବେ ଦାଉଦ ପାଖରେ କିଛି ନଥିଲା। ଗୋଟେ ଛାଟିଣି ଥିଲା, ନଦୀରେ 5ଟା ପଥର ଥିଲା, ଚିକଣ ପଥର। ଗୋଟେ ପଥର ଖାଲି ଛାଟିଣିରେ ପକେଇଲେ, ବୁଲେଇଲେ, ମାରିଲେ। ଗଲିଆ ଯେତେବେଳେ ପଡ଼ିଗଲା ଭୂମିରେ, ଦାଉଦ ସିଧାସଳଖ ଧାଇଁକି ଗୋଲିଆତି ପ୍ରଭୃତିରେ ଆଘାତ କରୁଛନ୍ତି। ହେଁ? ତ ଦାଉଦ ପାଖରେ କାହିଁକି ଏ ପ୍ରକାର ବିଷୟ ଅଛି? ଦାଉଦ ଜାଣିଛନ୍ତି ଯେ ଏ ଯୁଦ୍ଧ ଆମର ଯୁଦ୍ଧ ନାହିଁ। ଏ ଯୁଦ୍ଧ ହଉଛି ପ୍ରଭୁଙ୍କର ଯୁଦ୍ଧ। ସେଥିପାଇଁ ମୁଁ ହେଇକି ଯିବା ପରିବର୍ତ୍ତେ ଏ ଯୁଦ୍ଧ ମୁଁ ପ୍ରଭୁଙ୍କର କହିକି ଯାଇକି ଛିଡା ହେବାଟା ପ୍ରଭୁ ଆମ ଲାଇଫରେ କାମ କରିବ। ସେଥିପାଇଁ ପରମେଶ୍ୱର ଏ ଜାଗାରେ ଦାଉଦକୁ ପ୍ରଭୁତ୍ୱରେ ସ୍ଥାପନ କରୁଛନ୍ତି। ଦାଉଦକୁ ସେ ଜାଗାରେ ବାହାରକୁ ଆଣୁଛନ୍ତି। ସେଥିପାଇଁ ଗସ୍ପେଲ ପ୍ରଚାର କାମରେ ବେଳେବେଳେ ଆମେ ପଛଘୁଞ୍ଚା ଦେଇଥାଉ, ଆମେ ଇଚ୍ଛା କରିନଥାଉ, କିନ୍ତୁ ପ୍ରଭୁ ଯୋଉ ଲୋକକୁ ମଧ୍ୟ ବ୍ୟବହାର କରିବା ଗସ୍ପେଲ ପ୍ରଚାର କାମ କରିବେ। ଗସ୍ପେଲ କେବେ କେବେ ପ୍ରଚାର ବନ୍ଦ ହବ ନାହିଁ। ହୁଁ। ସେଥିପାଇଁ ଯଦି ଆମେ ଏ ଜାଗାରେ ବିଷୟ ଚିନ୍ତା କରିବାକୁ କହିଲେ, ସତରେ ଆମର ଲାଇଫ କେମିତି, ଆମେ କି ପ୍ରକାର ଲାଇଫ ପ୍ରକୃତିରେ ପୂର୍ବରୁ ବଞ୍ଚୁଥିଲୁ, ପରମେଶ୍ୱର କୋଉ ପ୍ରକାର ସ୍ଥିତିରେ ଆମମାନଙ୍କ ଲାଇଫରେ କାମ କଲେ। ଯଦି ନିଜର ଜୀବନକୁ ଦେଖିଲେ ସେ ଜାଗାରେ କୌଣସି ଉତ୍ତମ ବିଷୟ ନଥିଲା ଆମ ପାଖରେ, କୌଣସି ଭଲ ବିଷୟ ନଥିଲା। କି କୌଣସି ଭଲ କାମ ଆମେ କରିନଥିଲୁ।
ନିଜର ଜୀବନକୁ ଦେଖିଲେ ଆମେ କେତେ ଦୟନୀୟ କଷ୍ଟକର ଜୀବନ ବଞ୍ଚିବା ଲୋକ ଥିଲୁ। ନରକକୁ ଯାଇ ଯିବା ଲୋକ ଥିଲୁ। ପାପରୁ କେମିତି ପରିଷ୍କୃତ ହବୁ, ମୋର ପାପ କେମିତି ଧୁଆଯିବ, ଆମ ପାଖରେ କୌଣସି ରାସ୍ତାର ଜ୍ଞାନ ପ୍ରକୃତିରେ ନଥିଲା। କିନ୍ତୁ ଉପଯୁକ୍ତ ସମୟରେ ଯୀଶୁ ପ୍ରକୃତିରେ ଆସିଲେ ଲେଖା ହେଇଛି। ମାଥି ପୁସ୍ତକ 1 ପର୍ବର 21 ପଦରେ ପ୍ରତିଜ୍ଞା ଦିଆହେଲା, ସେ ପୁତ୍ର ପ୍ରସବ କରିବେ ଆଉ ତୁମେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କ ସମସ୍ତ ପାପରୁ ପରିତ୍ରାଣ କରିବେ। ତ ଏତିକି ପ୍ରତିଜ୍ଞା ପ୍ରକୃତିରେ ଆସିଲା। ଉଁ? ମରିୟମ ଜୋସେଫଙ୍କର ନିର୍ବନ୍ଧ ହେଲା। ଜୋସେଫ ସାଧୁ ଲୋକ ଥିଲେ ଲେଖା ହେଇଛି। ଜୋସେଫ ଜାଣିଲେ ଦିନେ ମରିୟମ ଗର୍ଭବତୀ ଅଛି। ଗୋପନରେ ସ୍ଥିର କଲେ, ନାଇଁ ମରିୟମକୁ ଗ୍ରହଣ କରିବେ ନାହିଁ, ଏ କୁପୁରୁଷ ସହିତ ସମ୍ପର୍କ ରଖିକି ଗର୍ଭବତୀ ହେଇଛି ବୋଲି। ତ ଜୋସେଫକୁ ସେ ସମୟରେ ଦୂତମାନେ ଆଇଲେ ଆଉ ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଲେ। ଜୋସେଫ, ତମେ ଯୋଉ ସ୍ତ୍ରୀଙ୍କୁ ମରିୟମକୁ ଦେଖୁଛ ଗର୍ଭବତୀ ହେଇଛି, ତାକୁ ଗ୍ରହଣ କରିବା ପାଇଁ ନାସ୍ତି କର ନାହିଁ। ସେ ପବିତ୍ର ଆତ୍ମାକୁ କର୍ତ୍ତୃକୁ ଗର୍ଭବତୀ ହେଇଛି। ସେ ସମୟରେ ଜୋସେଫ ଗୋଟେ ବିଷୟକୁ ଜାଣିଲା, ଆରେ ମୋର ଚିନ୍ତା ମୋର ଭାବନା ହଉଛି ଭୁଲ। ମୁଁ ଯାହା ଦେଖୁଛି ସେଟା ହଉଛି ମୋର ଦୃଷ୍ଟିକୋଣ। କିନ୍ତୁ ପରମେଶ୍ୱରଙ୍କର ଦୂତମାନେ ମତେ କହିଲେ ସେ ପବିତ୍ର ଆତ୍ମାକୁ କର୍ତ୍ତୃ ଗର୍ଭବତୀ ହେଇଛି। ତାମାନେ ନିଶ୍ଚିତ ଏଇଟା ପ୍ରଭୁଙ୍କର ଯୋଜନା। ସେ ସମୟରେ ଜୋସେଫର ଲାଇଫରେ ବାକ୍ୟ ଆସିଲା, ସେ ପୁତ୍ର ପ୍ରସବ କରିବେ, ତୁମେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କ ସମସ୍ତ ପାପରୁ ପରିତ୍ରାଣ କରିବେ। ତ ସେ ସମୟରେ ଜୋସେଫ ଜାଣିଲେ, ସେ ହଉଛନ୍ତି ଯୀଶୁ ଆସିବେ। ଆଁ? ସେଥିପାଇଁ ଯୀଶୁ ଜନ୍ମ ହେବା ପର୍ଯ୍ୟନ୍ତ ଜୋସେଫ ନାଇକି ମରିୟମ ସହିତ ସହବାସ କଲେ ନାହିଁ। ସେଥିପାଇଁ ଇଏ ଜୋସେଫ ପ୍ରଭୁତରେ ଖାଲି ହଁ ବୋଲି କହିଲି, ଠିକ ଅଛି ପ୍ରଭୁ ମୁଁ ଗ୍ରହଣ କରିବି ବୋଲି କହିଲେ। ସେଥିପାଇଁ ଜୋସେଫ ହଉଛନ୍ତି ଜଣେ ନିଜକୁ ଖାଲି କଲେ, ନିଜକୁ କାଢିଦେଲେ, ପ୍ରଭୁଙ୍କ ସହିତ ନିଜକୁ ସ୍ଥାପନ କଲେ। ସେଥିପାଇଁ ଜୋସେଫ ଯେତେବେଳେ ପ୍ରଭୁଙ୍କ ସହିତ ଅଁ, ନିଜକୁ ଦେଲେ, ସେ ସମୟରେ ଜୋସେଫର ଲାଇଫରେ ପ୍ରଭୁ କାମ କରିଛନ୍ତି। ସେଥିପାଇଁ ଜୋସେଫର ବଂଶ ଦ୍ୱାରା ଯୀଶୁଙ୍କର ବଂଶାବଳୀ ପ୍ରକୃତିରେ ଆସିଲା। ଯୋହନ ପୁସ୍ତକ 3 ପର୍ବର 16 ପଦରେ ଦେଖିଲେ, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ଲେଖା ହେଇଛି, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। ତ ଅଦ୍ୱିତୀୟ ପୁତ୍ରଙ୍କୁ କାହିଁକି ପରମେଶ୍ୱର ଦେବାର ଅଛି? ଉଁ? ଆମେ ଯଦି ଚିନ୍ତା କରିବା କଲେ ଆମେ ନିଜର ଛୁଆ କେମିତି ଦେବୁ କି? ଯାଇକି ତ ଅନ୍ୟମାନଙ୍କ ପାଇଁ ମରେ ଯା। ଆଁ? ମୋ ପାଇଁ କିଛି ନାହିଁ, ତୁ ଅନ୍ୟମାନଙ୍କ ପାଇଁ ମରବାଟା ହଉଛି ଭଲ ଭଲ। ନାଇଁ, ଏ ସମୟରେ ଗୋଟେ ନ୍ୟୁଜ ପ୍ରଭୃତିରେ ମୁଁ ଦେଖୁଥିଲି, ଆମର ବାଲିଗୁଡାର ଜଣେ ସିଆରପିଏଫ୍ ଯବାନ ଆତ୍ମହତ୍ୟା କଲେ। ସିଆରପିଏଫ୍ ଯବାନ ଆତ୍ମହତ୍ୟା କଲେ। ସେ ତାର ଲାଇଫରେ ଦେଖିଲେ ସେ ସଫଳ ବ୍ୟକ୍ତି। ଜଣେ ଯଦି ଚାକିରି କରୁଛି, ପଇସା ଅଛି, ସବୁ କିଛି ଅଛି। ସ୍ପେଶାଲି ସିଆରପିଏଫ୍ କାମ କରିବା ଲୋକମାନଙ୍କୁ ଗଭର୍ଣ୍ଣମେଣ୍ଟ ବହୁତ ଫେସିଲିଟି ପ୍ରଭୃତିରେ ଦିଏ। ଆ, କିନ୍ତୁ ସେ ମେଣ୍ଟାଲିଟି, ତାଙ୍କର ପ୍ରେସର ଥିଲା। ଉଁ, ଆଉ ସେ ପାରିବାରିକ ଜୀବନକୁ ନେଇକି ବହୁତ ସେ କଷ୍ଟ ପ୍ରଭୃତିରେ ପାଉଥିଲେ। ତାର ସ୍ତ୍ରୀ ଅନ୍ୟ ସହିତ ସମ୍ପର୍କ ଥିଲା, ଆଉ ଅନ୍ୟ ସହିତ ସଂଯୁକ୍ତ ହେଇକି ସେ ପ୍ରକୃତିରେ ବଞ୍ଚୁଥିଲେ। ସେଥିପାଇଁ ସେ ସିଆରପିଏଫ୍ ରୁ ଯେତିକି ପଇସା ଦରମା ଆସୁଥିଲା, ସେ ନିଜେ ପ୍ରକୃତିରେ ଆଡମ୍ବରରେ ଖର୍ଚ୍ଚ କରୁଥିଲେ। ସେଥିପାଇଁ ସେ ସ୍ୱାମୀ ସହିତ ବହୁତ ଦିନ ହବ, ବହୁତ ବର୍ଷ ହବ, ସେମାନେ ଖାଲି ଝଗଡା ହଉଥିଲେ ସଦାବେଳେ। ତ ଦିନେ ସେ ପରିବାରର କଷ୍ଟ ସମସ୍ୟା, ତାର ସ୍ତ୍ରୀର ସିଚୁଏସନକୁ ଦେଖିକି ସେ ନିଜକୁ ପ୍ରକୃତିରେ ବଞ୍ଚେଇ ପାରିଲେ ନାହିଁ। ନିଜକୁ ପ୍ରକୃତିରେ ଉଁ, ଜଗତରେ ଆଉ ସିଆରପିଏଫ୍ ଭାବରେ ଆଉ ନିଜକୁ ରଖି ପାରିଲେ ନାହିଁ। ତାଙ୍କ ପରିସ୍ଥିତି ବାଧ୍ୟ କଲା, ଯା ତୁ ଫାଶୀ ହେଇକି ମରେ, ଯା ତୁ ଫାଶୀ ହେଇକି ମରେ ବୋଲି। ସେଥିପାଇଁ ଦିନେ ସେ ଘରେ ଫାଶୀ ହେଇକି ମରିଗଲେ। ଏଥର ମୁଁ ଯେତେବେଳେ ସେ ନ୍ୟୁଜକୁ ଦେଖିଲି, ମତେ ବହୁତ ଗୋଟେ ବିଷୟ ପାଇଁ ମୁଁ ବେଶୀ ଚିନ୍ତା କଲି। ଏ ଲୋକମାନଙ୍କ ଜୀବନରେ କାହିଁକି ପ୍ରକୃତିରେ ମରଣ ଆସୁଛି? ଲୋକମାନେ କାହିଁକି ପ୍ରକୃତିରେ ମୃତ୍ୟୁକୁ ବାଛୁଛନ୍ତି? ଯେହେତୁ ସେମାନଙ୍କ ପାଖରେ ଈଶ୍ୱର ନାହାନ୍ତି। ଯଦି ଜାଣିଥାନ୍ତା ରେ ମୋର ଜୀବନ କେତେ ଗୁରୁତ୍ୱପୂର୍ଣ୍ଣ, ମୁଁ ଦେଶ ପାଇଁ କାମ କରୁଛି, ଆଁ? ସେ ଜଣେ ଲୋକ ଦେଶ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ, କିନ୍ତୁ ନିଜର ପରିବାର ପାଇଁ ପ୍ରକୃତିରେ କେବେ ସେ ନିଜକୁ ଉତ୍ସର୍ଗ କରିପାରିଲେ ନାହିଁ। ନିଜକୁ ପ୍ରକୃତିରେ ସେ ଶେଷ କରୁଛନ୍ତି। ସେଥିପାଇଁ ଗୋଟେ ସାଇଡ୍ ଯଦି ଦେଖିବା କହିଲେ, ହଁ ସେ ଏବେ ନାହାନ୍ତି, କିନ୍ତୁ ତାଙ୍କ ପାଇଁ ଦେଶ କେତେ ପ୍ରକୃତିରେ ମନେ ପକଉଛି। କାହିଁକି ସେ ଦେଶ ପାଇଁ ପ୍ରକୃତିରେ କାମ କରୁଛନ୍ତି, ଦେଶ ପାଇଁ ସେ ପ୍ରକୃତିରେ ଲଢୁଛନ୍ତି।
ସେଥିପାଇଁ ଜଣେ ଲୋକ ନିଜ ପାଇଁ ବଞ୍ଚିବାଟା, ଜଣେ ଲୋକ ଗସ୍ପେଲ ପାଇଁ ବଞ୍ଚିବାଟା, ସେଟା ବହୁତ ଫରକ ଅଛି। ନା? ସେଥିପାଇଁ ସତରେ ଆମ ଲାଇଫରେ ଯେତେବେଳେ ଆମେ ଦେଖିବା କହିଲେ ପରମେଶ୍ୱର ଆମମାନଙ୍କୁ ପରିତ୍ରାଣ ଦେଲେ, ଉଦ୍ଧାରକ ପ୍ରଭୁତରେ ଦେଲେ, କୋଉ କାରଣ ପାଇଁ, କଣ ପାଇଁ? ଗସ୍ପେଲ ପ୍ରଚାର କର, ଗସ୍ପେଲ ତମ ହୃଦୟରେ ସ୍ଥାପନ କରିକି ବଞ୍ଚ ବୋଲି ପ୍ରଭୁ ଆମମାନଙ୍କୁ ସ୍ଥାପନ କରି ଆସନ୍ତି। କିନ୍ତୁ ଆମେ କି ପ୍ରକାର ଲାଇଫ ପ୍ରଭୁତରେ ବଞ୍ଚୁଛୁ? ଆମେ ଆଁ, ଅଧିକାଂଶ ସମୟରେ ଦେଖିଲେ ଆମେ ଲିଙ୍କ ଆସିବାଟା ବି ଦେଖୁଛୁ, କିନ୍ତୁ ମଣିଷର ବି ଜଏନ୍ ନାହିଁ। ଆଜି ବି ବହୁତ ଭାଇମାନେ ଜଏନ୍ କରିନାହାନ୍ତି। କାହିଁକି ଜଏନ୍ କରୁନାହାନ୍ତି? ସେମାନଙ୍କ ବାକ୍ୟ ଇମ୍ପୋର୍ଟାଣ୍ଟ ନାହିଁ, ସେମାନଙ୍କର ନିଜର ଲାଇଫ ହଉଛି ନିଜ ପାଇଁ ଇମ୍ପୋର୍ଟାଣ୍ଟ। ସେଥିପାଇଁ ସେମାନେ ବାକ୍ୟ ନ ଶୁଣିଲେ ମଧ୍ୟ ସେମାନଙ୍କୁ କିଛି ଅଖାଡ ଲାଗୁନାହିଁ। ଆଁ? ସେମାନେ ଲିଙ୍କ ଦେଖୁଛନ୍ତି। ମୁଁ ଗତକାଲି ଆଗ ଲିଙ୍କ ସେୟାର କଲି, ସମସ୍ତେ ଦେଖିଛନ୍ତି। କିନ୍ତୁ ସେମାନଙ୍କର ଜୀବନରେ ଦେଖିଲେ ତାଙ୍କର ମାଲିକ ପ୍ରଭୁତରେ ନାହାନ୍ତି। ସେଥିପାଇଁ ଯୋଉ ଲୋକର ମାଲିକ ନାହାନ୍ତି, ସେ ପ୍ରକାର ମେଷ କେମିତି ହବ ଜାଣିଛନ୍ତି? ଯେ କୌଣସି ପରିସ୍ଥିତିରେ ସେ ଶତ୍ରୁ ଦ୍ୱାରା ପ୍ରଭୁତରେ ଆଘାତ କରାଯିବ। ସେଥିପାଇଁ ଦାଉଦର ଜୀବନର ଦେଖିଲେ ତାର ମାଲିକ ପ୍ରଭୁତରେ ଅଛନ୍ତି। ସେଥିପାଇଁ ସେ ଗୋଟେ ସାଇଡରେ ଦେଖିଲେ ପିଞ୍ଜରା ଭିତରେ ବଞ୍ଚିଲା ଭଳିଆ, କିନ୍ତୁ ଦାଉଦ ପାଖରେ ଏ ପିଞ୍ଜରା ହଉଛି ବହୁତ ସେଫ୍ଟି। ସେଥିପାଇଁ ପରିତାଣ ପାଇଲା ପରେ ଆମ ଲାଇଫରେ ପିଞ୍ଜରା କଣ? ଆପଣମାନଙ୍କ ଲାଇଫରେ ପିଞ୍ଜରା କଣ? ସତରେ ଆପଣମାନଙ୍କ ଲାଇଫ ପାଇଁ ଯଦି ପିଞ୍ଜରା ହେଲେ ଯୀଶୁ ଖ୍ରୀଷ୍ଟ, ତେବେ ଆପଣମାନେ ଖ୍ରୀଷ୍ଟଙ୍କ ଦ୍ୱାରା କଢେଇକି ନିଆଯିବ। ସେ ସମୟରେ ପ୍ରତ୍ୟେକ ବିଷୟ ଅନୁଗ୍ରହ ଦ୍ୱାରା ଆରମ୍ଭ ହେବ। ସେତେବେଳକୁ ଆପଣମାନେ ପ୍ରତ୍ୟେକ ବିଷୟରେ ଖୁସି ହେବାକୁ ଆରମ୍ଭ କରିବେ, ଛୋଟ ବିଷୟରୁ ଆରମ୍ଭ କରିକି ବଡ଼ ବଡ଼ ପର୍ଯ୍ୟନ୍ତ। ଯଦି ଆପଣମାନଙ୍କ ପାଖରେ ଗସ୍ପେଲ ଯଦି ନାହିଁ, ଆପଣଙ୍କ ପାଖରେ ଯେଡ଼େ ବଡ଼ ଜିନିଷ ଥାଉ ନା କାହିଁକି, ଆପଣ କେବେ ଖୁସି ହେଇପାରିବେ ନାହିଁ। କିନ୍ତୁ ଗୋଟେ ବିଷୟ, ଲୋକଙ୍କ ପାଖରେ ଯଦି ଗୋଟେ ବାକ୍ୟ ପ୍ରବେଶ କରୁଛି, ସେ ବାକ୍ୟ ତାଙ୍କ ଲାଇଫରେ ଅନେକ ଆଶା ଖୁସି ପ୍ରକୃତିରେ ଆଣି ଦଉଛି। ସେଥିପାଇଁ ଗୋଟେ ମଞ୍ଜି ଗୋଟେ ଭୂମିରେ ପଡ଼ିଲା ବେଳକୁ ଯେମିତି ସେ ଭୂମିକୁ ଫଟେଇକି ବାହାରିକି ଫୁଲ ହଉଛି, ଫଳ ହଉଛି। ସେଥିପାଇଁ ଆମ ଲାଇଫରେ ଗୋଟେ ବାକ୍ୟ ପ୍ରବେଶ କରିବା ଦ୍ୱାରା ଆମର ସମସ୍ତ ଜୀବନ ପ୍ରକୃତିର ଫ୍ରୁଟଫୁଲ ହବ। ସେଥିପାଇଁ ପରମେଶ୍ୱର ଆଁ, କେମିତି କାମ କରୁଛନ୍ତି ଆମ ଲାଇଫରେ, ଆମକୁ ଖାଲି କରିକି ଶୂନ୍ୟ କରିକି ପରମେଶ୍ୱର ଆମ ଲାଇଫରେ କାମ କରୁଛନ୍ତି। ଆଜି ଆମେ ନଈମି ବିଷୟରେ ପଢିଲୁ, ଋତ ପୁସ୍ତକ ଏକ ପର୍ବ। ଋତ ପୁସ୍ତକ ଏକ ପର୍ବକୁ ବାକ୍ୟ ଦେଖିଲେ ଏଟା ବେଶୀ ମୂଲ୍ୟବାନ ବାକ୍ୟ ଏଟା। ଉଁ? ନଈମି ହଉଛି ଏଫ୍ରାତିଆ ଲୋକ, ବେଥଲିମରେ ଥିଲେ। ଦିନେ ସେ ବେଥଲିମକୁ ଛାଡ଼ିକି ମୋଆବ ଦେଶକୁ ପ୍ରକୃତରେ ବାସିଲେ। ତାର ସ୍ୱାମୀ ଏଲିମେଲକ ଥିଲା, ତାର ଦିଟା ପୁଅ ମାନେ ଥିଲେ, ମହଲନ କିଲିଅନ। ଏମାନେ ମଧ୍ୟ ନଈମି ସହିତ 10 ବର୍ଷ କାଳ ମୋଆବ ଦେଶରେ ପ୍ରକୃତରେ ବାସ କଲେ। ତ ଇଏ କାହିଁକି ମୋଆବକୁ ବାସିଥିବ? କଣ ପାଇଁ ମୋଆବକୁ ଯାଇଥିବ? ନିଶ୍ଚିନ୍ତ ଭାବରେ ତାର ଲାଇଫରେ ବେଥଲିମରେ କଷ୍ଟ ଅଛି। ଆଁ? କିନ୍ତୁ ବାଇବଲରେ ଦେଖିଲେ ବେଥଲିମ ହଉଛି ରୁଟିର ଘର ବୋଲି ଲେଖା ହେଇଛି। ଆଁ? ରୁଟିର ଘର ବୋଲି ପ୍ରକୃତରେ କୁହାହଉଛି। ସେଥିପାଇଁ ସେ ଗୋଟେ ବିଷୟ ଦେଖିଥିବେ, ଆରେ ଏଠି ବଞ୍ଚିବାଟା କେତେ କଷ୍ଟ। କେତେ କଷ୍ଟ ଏଠି। ଟିକେ ହେଲେ ବେଥଲେମ ହଉଛି ରୁଟିର ଘର। ଉଁ? ବେଥଲେମରେ ଯୀଶୁ ପ୍ରଭୁତରେ ଆସିବେ, ବେଥଲେମରେ ଯୀଶୁ ଜନ୍ମ ଗ୍ରହଣ କରିବେ। ଏ ପ୍ରକାର ବିଷୟ ଏ ନୋଏମି ପାଖରେ ପ୍ରକୃତରେ ନାହିଁ। ସେଥିପାଇଁ ଦିନେ ଇଏ ମୋଆବକୁ ଗଲା, ମୋଆବରେ ପ୍ରକୃତରେ ବାସ କରିବାକୁ ଆରମ୍ଭ କଲା। ହଠାତରେ ତାର ସ୍ୱାମୀ ପ୍ରକୃତରେ ମରିଗଲେ, ଏଲିମେଲକ। ଏଲିମେଲକ ଯେତେବେଳେ ମରିଗଲେ, ନୋଏମିର ଲାଇଫରେ କଣ ଥିବ? ଏଟା କେମିତି ହେଇଗଲା? ମୋର ସ୍ୱାମୀ ମରିଗଲେ, ମୁଁ କାହାକୁ ନିର୍ଭର କରିକି ବଞ୍ଚିବି?
ଆଁ? ମତେ ପ୍ରକୃତିରେ ସବୁ କିଛି କିଏ ପ୍ରକୃତିରେ ଯୋଗେଇ ଦେବ? ଆଁ? ଗୋଟେ ସ୍ତ୍ରୀ ପାଇଁ ସ୍ୱାମୀ କେତେ ଗୁରୁତ୍ୱପୂର୍ଣ୍ଣ। ଆଁ? ସେଥିପାଇଁ ଇଏ ଚିନ୍ତା କରିଥିବାରୁ ବର୍ତ୍ତମାନ ମୋର ସ୍ୱାମୀ ମରିଗଲା ଏଲିମେଲ। ଠିକ ଅଛି, ପ୍ରଭୁ ମତେ ଯଦି ତମେ ଦଣ୍ଡ ଦେବାକୁ ଚାହୁଁଛ ଦଣ୍ଡ ଦିଅ। କିନ୍ତୁ ଅନ୍ତତଃ ମୋର ପୁଅମାନଙ୍କୁ ତମେ ବଞ୍ଚେଇକି ରଖିଛ। ମହଲନା କିଲିୟନ ପ୍ରକୃତିରେ ଅଛନ୍ତି। ଠିକ ଅଛି, ମୁଁ ସେମାନଙ୍କ ଉପରେ ନିର୍ଭର କରିକି ବଞ୍ଚିବି। ଇଏ ପ୍ରକୃତରେ ସେମିତି କହିଥିବ। କିନ୍ତୁ ସେମିତି କହିଲା ବେଳକୁ ହଠାତରେ ପରମେଶ୍ୱର ଏ ମହଲନା କିଲିୟନକୁ ମଧ୍ୟ ଯେତେବେଳେ ଦେଖିଲେ, ସତରେ ଏମାନେ ମଧ୍ୟ ପ୍ରଭୁଙ୍କ ସାମ୍ନାରେ ଦୁଷ୍ଟ ଲୋକମାନେ। ଏମାନେ ମଧ୍ୟ ପ୍ରଭୁଙ୍କୁ କେମିତି ସ୍ୱୀକାର କରୁନାହାନ୍ତି। ସେଥିପାଇଁ ପରମେଶ୍ୱର ହଠାତରେ ଏ ମହଲନା କିଲିୟନକୁ ପ୍ରକୃତରେ ମାରିଦେଲେ। ମହଲନା କିଲିୟନ ପ୍ରକୃତିରେ ମରିଗଲା ପରେ ନୋଏମି କାହାକୁ ପ୍ରକୃତିରେ ଦେଖିକି ବଞ୍ଚିବ? ନିଜର ସ୍ତ୍ରୀ ବହୁ ପିଲାମାନଙ୍କୁ ଅନ୍ୟମାନଙ୍କୁ ପ୍ରକୃତିରେ ଦେଖିକି ଖୁସି ହବ କି? ନାଇଁ। ସେଥିପାଇଁ ଇଏ ବହୁତ କଷ୍ଟ ପାଇଲା। କଣ କରିବି କଣ କରିବି ବେଥଲେମକୁ ଛାଡ଼ିକି ମାୟାକୁ ଆସିଲି, 10 ବର୍ଷ କାଳ ବଞ୍ଚିଲି। ପରମେଶ୍ୱର ଏ ପ୍ରକାର ମୋ ଲାଇଫରେ ତିକ୍ତ ବ୍ୟବହାର କରୁଅଛନ୍ତି। ମୁଁ ପରିପୂର୍ଣ୍ଣ ହେଇକି ଯାତ୍ରା କରିଥିଲି, କିନ୍ତୁ ପରମେଶ୍ୱର ମୋତେ ତିକ୍ତ ବ୍ୟବହାର କରୁଛନ୍ତି, ଖାଲି କରୁଛନ୍ତି, ଶୂନ୍ୟ କରୁଛନ୍ତି। କଣ କରିବା ଦରକାର, କଣ କରିବା ଦରକାର, ବହୁତ ଚିନ୍ତାରେ ପଡ଼ିଗଲି। ଗୋଟେ ସମୟ ଆସିଲା, ଇଏ ଅର୍ଫାକୁ ଋତକୁ ପ୍ରକୃତରେ ଡାକିଲା। ଅର୍ଫା, ଋତ, ମୋର ବହୁ ପିଲାମାନେ ଶୁଣ। ଅର୍ଫା ଆଉ ଋତ ପ୍ରକୃତରେ ନୟମୀ ସାମ୍ନାରେ ଛିଡା ହେଲେ। ଇଏ କହିବାକୁ ଆରମ୍ଭ କଲା, "ଆଁ, ତମେ ମୋ ପାଖରେ ଅଛ ବୋଲି ମୁଁ ଆଜି ବହୁତ କଷ୍ଟରେ ଅଛି। ଆଁ? ଭଲ ହବ ତମମାନେ ନିଜ ନିଜ ଯାଆ ଘରକୁ ଫେରି ଯାଅ। ଆଁ? ତମେ ନିଜ ନିଜ ଘରକୁ ଗଲେ ନୂଆ ଅନ୍ୟ ସ୍ୱାମୀକୁ ଗ୍ରହଣ କରିବ ଆଉ ବଞ୍ଚିବ। ମୁଁ ବେଥଲିମକୁ ଫେରି ଯିବା ପାଇଁ ମନସ୍ଥ କରିଅଛି। ସେ ସମୟରେ ଯଦି ଆମେ ଦେଖିବା କହିଲେ ଏ ଅର୍ଫା ବହୁତ ଖୁସି ହେଲେ। ଅର୍ଫା ଯେତେବେଳେ ନଈମର ଏ ପ୍ରକାର କଥାକୁ ଶୁଣିଲା, ଅର୍ଫା ବହୁତ ଖୁସି ହେଲା। ତାର ଶାଶୁ ମା ନଈମିକୁ ଆଲିଙ୍ଗନ କଲା, ଚୁମ୍ବନ ଦେଲା, ପଳେଇଲା ଲେଖା ହେଇଛି। ପରବର୍ତ୍ତୀ ସମୟରେ ନଈମି ଯେତେବେଳେ ଋତୁକୁ ଦେଖିଲା, ଋତୁ ଯାଇନାହିଁ। ଋତୁକୁ ପଚାରିଲା, ତମେ କାହିଁକି ଫେରିନ? କୋଉ କାରଣ ପାଇଁ ପ୍ରକୃତିରେ ତମେ ନିଜ ଘରକୁ ଗଲ ନାହିଁ? ନଈମି ଋତୁ କଣ କହିଲା? ଉଁ, ଯଦି ଆମେ ଦେଖିବା କହିଲା, ଆମେ ଯଦି ଦେଖିବା କହିଲେ ଏ ଜାଗାରେ ଋତ ପ୍ରକୃତିରେ କଣ କହୁଛନ୍ତି? 16 ପଦ ଦେଖନ୍ତୁ। ଋତ କହିଲା, ତୁମକୁ ତ୍ୟାଗ କରି ତୁମର ପଶ୍ଚାତ ଗମନ କରିବାରୁ ଫେରି ଯିବାକୁ ମୋତେ ବିନୟ ନ କର। ଯେହେତୁ ତୁମ୍ଭେ ଯେଉଁଠାକୁ ଯିବ ମୁଁ ମଧ୍ୟ ସେଇଠାକୁ ଯିବି। ତୁମ୍ଭର ଲୋକ ଏ ତୁମ୍ଭେ ଯେଉଁଠାରେ ରହିବେ ମୁଁ ମଧ୍ୟ ସେଇଠାରେ ରହିବି। ତୁମ୍ଭର ଲୋକ ମୋହର ଲୋକ ହେବେ ଓ ତୁମ୍ଭର ପରମେଶ୍ୱର ମୋହର ପରମେଶ୍ୱର ହେବେ। ତ ବର୍ତ୍ତମାନ ଋତୁର ଜୀବନକୁ ଦେଖିଲେ ଇଏ କାହାକୁ ବାଛୁଛି? ନଈମିକୁ ବାଛୁଛି। ହଁ, ଏ ଋତୁର ସ୍ୱାମୀ ମଧ୍ୟ ମରିଯାଇଛି। ଅର୍ଫାର ସ୍ୱାମୀ ମଧ୍ୟ ମରିଯାଇଛି। ନଈମିର ସ୍ୱାମୀ ମଧ୍ୟ ନାହାନ୍ତି। ଏମାନେ ତିନି ଜଣ ବର୍ତ୍ତମାନ ବିଧବା ହେଇଗଲେ। ତ ସ୍ୱାମୀ ଯଦି ନାହାନ୍ତି ମାନେ ନିଶ୍ଚିନ୍ତ ଗୋଟେ ସ୍ତ୍ରୀର ବେଶୀ କଷ୍ଟ ଥିବ। ମୁଁ ମୋର ଲାଇଫରେ ଦେଖିଛି, ମୋର ମାର ଜୀବନରେ ଆମ ବାପା 2002ରେ ପ୍ରକୃତରେ ମରିଗଲେ। 2002ରେ ମରିଗଲା ପରେ ଆମର ଜୀବନ ବହୁତ ଦୟନୀୟ ପ୍ରକୃତରେ ହେଇଗଲା। ଆମ ମା ବହୁତ କାନ୍ଦୁଥିଲେ। ଉଁ, ଆମ ସାମ୍ନାରେ ଅଭିନୟ କରୁଥିଲେ, କିନ୍ତୁ ଆମଠାରୁ ଲୁଚିକି ଜଙ୍ଗଲକୁ ଯାଇକି କାନ୍ଦୁଥିଲେ। ଯେହେତୁ ମୁଁ ବଡ଼ ପୁଅ, ବେଳେବେଳେ ମୁଁ ଅନେକ ସମୟରେ ମାଆର ପଛରେ ଯାଇଥାଏ, ମାଆଙ୍କ ପଛରେ ଯାଉଥିଲି କାମ ପାଇଁ। ସେଥିପାଇଁ ସେ ମୋ ଠାରୁ ଲୁଚିକି ଯିବ, ବାପାଙ୍କୁ ମନେ ପକେଇ 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 ବହୁତ କାନ୍ଦିବ। ତ ମୁଁ ନେଇକି ସେଇଟା ଦୂରରୁ ଦେଖିବାର ମୁଁ ବହୁତ ଯନ୍ତ୍ରଣା ପାଉଥିଲି ମୋର ଲାଇଫରେ। ସେଥିପାଇଁ ଦିନେ ମୁଁ ମାଆଙ୍କର କଷ୍ଟ ପରିସ୍ଥିତି ସମସ୍ୟାକୁ ଦେଖିକି ମୁଁ ମୋ ଲାଇଫରେ ମୁଁ ଫିକ୍ସ କଲି, ପ୍ରଭୁ ମୁଁ ଆଉ ପାଠ ପଢ଼ିବି ନାହିଁ। ମୋ ମାଆକୁ ହେଲ୍ପ କରିବି, ସାହାଯ୍ୟ କରିବି ପ୍ରଭୁ। ହଁ, ଆଉ ମୋର ଭାଇମାନେ ଅଛନ୍ତି, ତିନିଟା ଭାଇ ଅଛନ୍ତି, ଗୋଟେ ଭଉଣୀ ଅଛନ୍ତି। ଏମାନଙ୍କୁ ପାଠ ପଢ଼େଇବି କହିକି ମୁଁ ନିଷ୍ପତ୍ତି ନେଇକି ମୁଁ ନେଇକି ଅଷ୍ଟମ କ୍ଲାସରେ ପାଠ ଛାଡ଼ିଦେଲି। ମୁଁ କେତେ ବର୍ଷ ପାଠ ଛାଡ଼ିଲି ଜାଣିଛନ୍ତି? ପାଖାପାଖି 9 ବର୍ଷ। 9 ବର୍ଷ ପାଠ ଛାଡ଼ିଲି। 2012ରେ ମୁଁ ପରିତ୍ରାଣ ପାଇଲି। ଦିନେ ପାଷ୍ଟର ନେଲସନ ମୋତେ ପଚାରିଲେ, ତୁ କେତେ ପାଠ ପଢ଼ିଛୁ କହିଲି। ପାଷ୍ଟ ମୁଁ ଅଷ୍ଟମ ପଢ଼ୁଥିଲି, ଆଉ ଏକ୍ଜାମ ବି ଦେଇନାହିଁ କହିଲି। ପରିତ୍ରାଣ ପାଇଲା ପରେ ପାଷ୍ଟର ନେଲସନ ମୋତେ କହିଲେ, ତୁ 10th ଅନ୍ତତଃ 10th ପାସ୍ ହେବା ଦରକାର କହିଲେ। ମୁଁ କହିଲି, ପାଷ୍ଟର 9 ବର୍ଷ ବିତିଗଲାଣି ପାଠ ଛାଡ଼ିକି, ଏବେ କୋଉ ସ୍କୁଲରେ ଜଏନ୍ କରିବି? ଆଁ? ଯଦି ସ୍କୁଲରେ ଜଏନ୍ କରିବା ପାଇଁ ମୋ ପାଖରେ ସାର୍ଟିଫିକେଟ ବି ନାହିଁ।
ଯଦି ପଢ଼ିବା ପାଇଁ ମୁଁ ଚାହିଁଲେ ମଧ୍ୟ ମୋ ପାଖରେ ସାର୍ଟିଫିକେଟ୍ ବି ନାହିଁ। କେମିତି ଜଏନ୍ କରିବି କହିଲି। ମୋତେ ପାଷ୍ଟର ନେଲସନ କ'ଣ କହିଲେ ଜାଣିଛନ୍ତି? ତୁ ପରିତ୍ରାଣ ପାଇବୁ ଜାଣିଥିଲୁ କି? ନାଇଁ। ପରିତ୍ରାଣ ପାଇବି ତାହା ମୋ ଦ୍ୱାରା ହବ ବୋଲି କେବେ ଚିନ୍ତା କରିଥିଲୁ କି? ନାଇଁ। ତ କିନ୍ତୁ ପରିତ୍ରାଣ ତୋ ଲାଇଫରେ ହେଲା କି ନାଇଁ? ହଁ ହେଲା। ତେ ପଢ଼ା ମଧ୍ୟ କେମିତି ହବ ନାହିଁ କହ? ପ୍ରଭୁ ଯଦି ଅନୁଗ୍ରହ କଲେ କାହିଁକି ହବ ନାହିଁ? ସେତେବେଳକୁ ମୁଁ ପାଷ୍ଟରଙ୍କର ମୁହଁକୁ ଦେଖିଲି ଆଉ ସତରେ ଇଏ ଜଣେ ଲୋକ ବହୁତ ମହାନ ଲୋକ ଯିଏକି ମୋର ବିଷୟରେ ଚିନ୍ତା କରୁଛନ୍ତି। ସେ ସମୟରେ ମୁଁ ପାଷ୍ଟରଙ୍କର କଥାକୁ ପାଷ୍ଟର ଠିକ୍ ଅଛି, ମୁଁ ଜାଣିନି ପ୍ରଭୁଙ୍କର ଅନୁଗ୍ରହ କେମିତି ପାଇବି, କିନ୍ତୁ ପରମେଶ୍ୱର ମୋତେ କେମିତି ଅନୁଗ୍ରହ ଦେବେ ସେ ସମୟରେ ମୁଁ ନାଇଁକି ମୋର ହୃଦୟକୁ ଫିକ୍ସ କଲି। ସେଥିପାଇଁ ଗୋଟେ ସ୍କୁଲକୁ ଗଲି, ହାଇ ସ୍କୁଲକୁ ମୁଁ ଗୋଟେ ଟିଚରକୁ କଥା ହେଲି। ଏଚଏମସିରେ ଥିଲେ ଜିଚଏମକୁ ଗଲି କଥା ହେଲି, ଆଜ୍ଞା ମୋ ନାଁ ହେଉଛି ଅମୁକ ଅମୁକ ଗାଁର ଆଉ ମୁଁ ପାଠ ପଢ଼ିବା ପାଇଁ ଚାହୁଁଛି। ସେ ଖୁସି ହେଲେ, ଯାହା ହଉ ତୋର ବୟସ କେତେ? ନାଇଁ ମୋର ବୟସ ହଉଛି ଏତିକି ବର୍ଷ। ଆଁ ନାଇନ୍ଥ ପଢ଼ିବାର ଏଇଟ୍ଥ ପଢ଼ିବାର ମୋର ବୟସ ପାର ହେଇଯାଇଥିଲି। ଆଁ ଯୋଉ ବୟସରେ ମୁଁ ନାଇନ୍ଥ ଜଏନ୍ କଲି ମୁଁ ପ୍ଲସ୍ ଟୁ ଗ୍ରାଜୁଏସନ୍ ସରେଇଥାନ୍ତି। ଗ୍ରାଜୁଏସନ୍ ସରେଇକି ପ୍ରକୃତରେ କ'ଣ ଚାକିରି ବି କରିଥାନ୍ତି। ମୋର ବହୁତ ସାଙ୍ଗମାନେ ଥିଲେ ଯେଉଁମାନେ କି ମୋର କ୍ଲାସମେଟ୍, ସେମାନେ କିଏ କିଏ ସିଆରପିଏଫରେ ଅଛନ୍ତି, କିଏ କିଏ ଚାକିରି ପ୍ରକୃତରେ ଟିଚର ବି ଅଛନ୍ତି। ଆଁ, ମୁଁ ଯେଉଁ ସମୟରେ ନାଇନ୍ଥ ପାଇଁ ନାଇନ୍ଥରେ ଜଏନ୍ କରିଗଲି, ସେମାନେ ଚାକିରି କରୁଥିଲେ ସେତେବେଳେ। ପ୍ଲସ୍ ଥ୍ରୀ ଫିନିସ୍ କରିକି ସେମାନଙ୍କୁ ଚାକିରି ଅଲରେଡ଼ି ମିଳିସାରିଥିଲା। ଏତିକି ବୟସରେ ମୁଁ ନାଇନ୍ଥ ପ୍ରକୃତରେ ଜଏନ୍ କଲି। ମୋତେ ବହୁତ ଲାଜ ବି ଲାଗୁଥିଲା। ଆଁ କିନ୍ତୁ ଗୋଟେ ବିଷୟ କି ମୁଁ ପାଷ୍ଟରଙ୍କର କଥାକୁ ଖାଲି ମନେ ପ୍ରଭୁ ଏଇଟା କିଏ କହିଛି? ଆଁ ପାଷ୍ଟ କହିଲେ ମାନେ ପ୍ରଭୁ ପାଷ୍ଟଙ୍କ ଦ୍ୱାରା ମୋତେ କହିଛନ୍ତି। ମୁଁ ନିଜକୁ ଦେଖିବି ନାହିଁ ପ୍ରଭୁ। ଆଁ ଲାଜ ଲାଗିଲେ ଲାଗୁ, ସବୁଠାରୁ ଅଧିକ ବଡ଼ ଦେଖାଗଲେ ଦେଖାଯାଉ, କିନ୍ତୁ ପରମେଶ୍ୱର ତୁମେ ମୋତେ ଅନୁଗ୍ରହ କରିଅଛ। ଉଁ, ସେଥିପାଇଁ ମୁଁ ପଢ଼ିବାଟା ଷ୍ଟାର୍ଟ କଲି। ତାପରେ ସେ ଟିଚର ମୋତେ କହିଲେ, ଠିକ୍ ଅଛି ତମର ଡକୁମେଣ୍ଟ ଆଣିକି ତମର ପେରେଣ୍ଟସ୍ କିଏ ଅଛନ୍ତି, ତମର ଗାଇଡ଼ କିଏ, ତମକୁ କିଏ ଗାଇଡ଼ କରୁଛନ୍ତି ନେଇକି ଆସ କହିଲେ। ମୁଁ କହିଲି ମୋର କିଏ ଗାଇଡ଼ ନାହାନ୍ତି, ମୁଁ ନିଜେ ଏକା ନିଜକୁ ଗାଇଡ଼ କରୁଛି। ଆମ ବାପା ମା ନାହାନ୍ତି, ମୁଁ ସବୁଠୁ ବଡ଼ ପୁଅ। ମୋର ତିନିଟା ଭାଇ ଅଛନ୍ତି, ଗୋଟେ ଭଉଣୀ, ଆମେ ଚାରି ପାଞ୍ଚ ଭାଇ ଭଉଣୀ। ହେଲେ କେମିତି ହବ? ତ ସ୍କୁଲ ତ ଆସିବାକୁ ପଡ଼ିବ କହିଲେ। ମୁଁ ସ୍କୁଲ ଆସିପାରିବି ନାହିଁ କହିଲି। ସ୍କୁଲ ଆସିପାରିବି, ଆପଣ ମୋର ଆଟେଣ୍ଡାନ୍ସ ପକେଇ ଦିଅନ୍ତୁ, ଏକ୍ଜାମ ପିରିୟଡ଼ ଆସିକି ଏକ୍ଜାମ ଦେବି। ବହି ଦେବା ପାଇଁ ଚାହୁଁଛନ୍ତି ବହି ଦିଅନ୍ତୁ କହିଲେ। ସେଥିପାଇଁ ସେ ସମୟରେ ବହୁତ ଆଶ୍ଚର୍ଯ୍ୟ ହେଲେ, ଆରେ କେମିତି ଏଟା ହବ? ଆଁ ତୁ ସ୍କୁଲ ଆସିବୁ ନାହିଁ, ଯେକୌଣସି ଇନକାରେ ଯଦି ଆସିବ ଗଭର୍ଣ୍ଣମେଣ୍ଟରୁ, ତେବେ ଆମେ କେମିତି ହବୁ? ମୁଁ ସତରେ ସେ ସମୟରେ ସେ ଟିଚରକୁ କହିଲି, ଟିଚର ଯଦି ଏ ପ୍ରକାର ବିଷୟ ଆପଣମାନେ ମୋ ପାଇଁ କଷ୍ଟ ପାଇବେ ମୋତେ ନା କାଟି ଦିଅନ୍ତୁ, କିନ୍ତୁ ମୁଁ ବିଶ୍ୱାସ କରୁଛି କେବେ ମୋତେ ପ୍ରଭୁ ପରମେଶ୍ୱର ଏ ପ୍ରକାର ବିଷୟକୁ ଆଲାଉ କରିବେ ନାହିଁ। ସେ ସମୟରେ ସେ ଠିକ୍ ଅଛି ହେଲେ ବହି ନେଇକି ଯାଅ ଆଉ ତମେ ଘରେ ପଢ଼ାପଢ଼ି କର, ଏକ୍ଜାମ ପିରିୟଡ଼ ମୁଁ ତୋ ପାଇଁ ଏକ୍ଜାମ ଦେଇପାରିବିନି, ତମେ ଆସିକି ଦେବ କହିଲେ। ସେଥିପାଇଁ ମୁଁ ନାଇନ୍ଥରେ ଘରେ ପଢ଼ିଲି ଆଉ ନାଇନ୍ଥରେ ଏକ୍ଜାମ ଉତ୍ତର ଦେବା ପାଇଁ ଗଲି। ଆଶ୍ଚର୍ଯ୍ୟ ମୁଁ ଦେଖିଲି ସେ ଜାଗାରେ ନାଇନ୍ଥରେ ମୁଁ ପାସ୍ ହେଲି। ମୁଁ ନିଜକୁ ଦେଖିଲେ ନାଇନ୍ଥ ମଧ୍ୟ ପାସ୍ ହେବା ଲୋକ ନାହିଁ। ନାଇନ୍ଥ ପାସ୍ ହେଲି, ଟେନ୍ଥ କ୍ଲାସ୍ ହେଲା ବେଳକୁ ଟେନ୍ଥ କ୍ଲାସ୍ରେ ମୋତେ ଟିଚର ଡାକିଲେ ଆଉ କହିଲେ, ଅନ୍ତତଃ ଏବେ ହେଉଛି ବୋର୍ଡ଼ ବୋର୍ଡ଼ ଏକ୍ଜାମ ତୁ ଦେବୁ। ବୋର୍ଡ଼ ଏକ୍ଜାମରେ ତୁ ତ ଅନ୍ତତଃ ପ୍ରଭୃତିରେ ଆସିବା ଦରକାର। ଉଁ, ତୁ କ୍ଲାସ୍ କରିବା ଦରକାର। ତୋ ପାଇଁ ଏଇଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ। ମୁଁ କହିଲି, ଟିଚର ମୁଁ ଆସିପାରିବି ନାହିଁ। ନାଇନ୍ଥରେ ମୁଁ ଯେମିତି କଲି ସେମିତି ହିଁ କରିବି। ଯେତେ ଆମ ପରିବାରରେ କାମ କରିବା ଲୋକ କିଏ ବି ନାହାନ୍ତି। ମୋର ଭଉଣୀ ମୋର ଭାଇମାନେ ସମସ୍ତେ ସ୍କୁଲ ଯାଉଛନ୍ତି, ମୁଁ ଘରେ କାମ କଲେ ହବ। ତ ସେ ସମୟରେ ସେ ମୋର ସମସ୍ୟାକୁ ବୁଝିଲେ, ମୋ ବିଷୟକୁ ସେ ଗ୍ରହଣ କଲେ, ମୁଁ ଯାହା କହିଲି ସେଟା ଠିକ୍ ଅଛି, ହଉ ଏଥର ମୁଁ ଆଟେଣ୍ଡାନ୍ସ ପକେଇଦେବି, କିନ୍ତୁ ଏକ୍ଜାମ ଦେବା ପାଇଁ ତମେ ଯିବ ବୋଲି କହିବି। ଏମିତି ହେଇକି ଟେନ୍ଥ ବେଳକୁ ମାର୍ଚ୍ଚ ମାର୍ଚ୍ଚ ମାସ 4ରୁ ନା 3ରୁ ଥିଲା, ମାର୍ଚ୍ଚ ନା ଏପ୍ରିଲ, ମାର୍ଚ୍ଚ ଏକା। ତ ବୋର୍ଡ ଏକ୍ଜାମ ହେଲା ମାର୍ଚ୍ଚ 3ରୁ 23 ନା 24 ପର୍ଯ୍ୟନ୍ତ ଏକ୍ଜାମ ଚାଲିଲା।
ସେତେବେଳେ ମୁଁ ଆମ ଗାଁରୁ ପାଖାପାଖି 18 କିଲୋମିଟର ଦୂର ହବ କେ ନୂଆଗାଁ ବୋଲି ଗୋଟେ ଜାଗା ଅଛି ଆମର ବ୍ଲକ। ସେଠି ଆମର ସେଣ୍ଟର ପଡ଼ିଲା ବୋର୍ଡ ଏକ୍ଜାମ। ମୁଁ ଯାଇକି ସେଠି ଏକ୍ଜାମ ଦେଲି। ମୁଁ କେବେ ବି ମାନେ ଆଶା କରିନି ମୁଁ ଟେନ୍ଥରେ ପାସ୍ ହେବି କହିବି। ଆଁ, ସତରେ ମୁଁ କେବେ ଟେନ୍ଥରେ ପାସ୍ ହେବି ମୁଁ କେବେ ଆଶା କରିନାହିଁ। ଦିନେ ଏକ୍ଜାମ ଦେବା ପୂର୍ବରୁ ମୋତେ ରାକ୍ଷୀ ଜଣେ ପଚାରିଲେ, ଆଉ ଭାଇ ତମେ ଏଥର ଟେନ୍ଥ ଏକ୍ଜାମ ଦେବ ବୋଲି ମୁଁ ଜାଣିଛି। ହଁ ପାଦରାଣୀ କହିଲି। କେତେ ପରସେଣ୍ଟ ଆଣିବ? ମୁଁ କଣ କହିଲି ଜାଣିଛନ୍ତି? ହଁ ଜଷ୍ଟ ପାସ୍ ହେବି ଆଉ। ଜଷ୍ଟ ପାସ୍ ମାନେ କେତେ ଜାଣିଛ? ଗୋଟେ ସବଜେକ୍ଟରେ 30% ଆଣିବ। 6ଟା ସବଜେକ୍ଟ ହେଲେ କେତେ? 70 କି 18 180 ମାର୍କ ଆଣିଲେ ଏଇଟା ହଉଛି ଜଷ୍ଟ ପାସ୍। ତ ଏତିକି ଆଣିବି କହିଲି। ବାଦରାଣୀ ମତେ କଣ କହିଲେ, ଏଇ ତୁ ତୋ ପାଟିରେ ତୁ ଯେତିକି କହିବୁ ସେତିକି ଆଣିବୁ। ପ୍ରଭୁ ତ ତୋର ପାଟି ଅନୁସାରେ କାମ କରିବେ। ମତେ ବାଦରାଣୀ ଗୋଟେ ବାକ୍ୟ ଦେଲେ, ଗଣନା ପୁସ୍ତକ 14-28 ପଦ ବାକ୍ୟ ଦେଲେ। ଆଁ, ସେମାନଙ୍କୁ ସଦାପ୍ରଭୁ ଏଇ କଥା କହନ୍ତି, ମୁଁ ଯେବେ ଜୀବିତ ହୁଏ ସେମାନେ ଆମ କର୍ଣ୍ଣକଷରେ ଯାହା କହିଛନ୍ତି ତାହା ସେମାନଙ୍କ ପ୍ରତି କରିବା। ଏ ବାକ୍ୟ ପାଦରାଣୀ ମତେ କହିଲେ, ଦେଖେ ପ୍ରଭୁ କଣ କହୁଛନ୍ତି। ତୁ ପ୍ରଭୁଙ୍କ ସାମ୍ନାରେ କଣ କହିବୁ ସେଇଟା ପ୍ରଭୁ କାମ କରିବେ। ମୁଁ ନାହିଁ କି ମୋର ପାର୍ଟି ଚେଞ୍ଜ କଲି ସେତେବେଳେ ସାଙ୍ଗେ ସାଙ୍ଗେ ଚେଞ୍ଜ କଲି। ପାଦରାଣୀକି ମୁଁ କଣ କହିଲି, ନାଇଁ ପାଦରାଣୀ ମୁଁ 70% ଆଣିବି କହିଲି। ତ ଆହୁରି ଅଧିକ କହିବା ଦରକାର କହିଲେ। ଏଁ, ସେଥିପାଇଁ ମୁଁ ଅଧିକ ତ କହିପାରିଲି ନାହିଁ କିନ୍ତୁ 70% କହିଲି। ସତରେ ମୋର ଏକ୍ଜାମ ଯେତେବେଳେ ଦିଆ ସରିଲା, ମୋ ରିଜଲ୍ଟ ଯେତେବେଳେ ବାହାରିକି ଆସିଲା, ମୁଁ 70% ତ ଆଣି ନାହିଁ କିନ୍ତୁ 53% ଆସିଲା। ମତେ ବହୁତ ଖୁସି ଲାଗିଲା। ଆଁ, ବେଶୀ ଖୁସି ଲାଗିଲା ମତେ ସେଦିନ। ମୁଁ ସେ ସମୟରେ ପାଷ୍ଟରଙ୍କର କଥାକୁ ମନେ ପକେଇଲା, ରେ ଯଦି ମୁଁ ଆଜି ପାଷ୍ଟରଙ୍କର କଥା ଶୁଣି ନଥାନ୍ତି, ଚର୍ଚ୍ଚର କଥା ଶୁଣି ନଥାନ୍ତି, ମୁଁ ଆଜି ଚର୍ଚ୍ଚକୁ ଭେଟି ନଥାନ୍ତି, ମୁଁ ଯଦି ପରିତ୍ରାଣ ପାଇନଥାନ୍ତି, ମୁଁ କିଏ ଆଜି ପ୍ରଭୁତରେ ପରୀକ୍ଷା ଦେଇକି ପାସ୍ ହେଇଥାନ୍ତି। କିନ୍ତୁ ଏ ସମସ୍ତ ବିଷୟ ଆଜି ପ୍ରଭୁଙ୍କର ଅନୁଗ୍ରହ ପାଇଁ ହେଲା। ପରମେଶ୍ୱର ମତେ ଆଜି ଅନୁଗ୍ରହ ପ୍ରଭୁତରେ ଦେଲେ। ସେ ସମୟରେ ମୁଁ ବେଶୀ ଖୁସି ଲାଗିଲା ମତେ। ପରେ ଟେନ୍ଥ ପାସ୍ ହେଲା ପରେ ମୁଁ ପାଷ୍ଟରଙ୍କୁ ପଚାରିଲି, ପାଷ୍ଟର ଟେନ୍ଥ ପାସ୍ ପାଷ୍ଟରଙ୍କୁ କହିଲି, ପାଷ୍ଟର ଟେନ୍ଥ ପାସ୍ ହେଲେ ଏତିକି ପରସେଣ୍ଟ ଆସିଲା। ପାଷ୍ଟର ବହୁତ ଖୁସି ହେଲେ। ଓ ଏମିତି କି ଆଁ, ମୁଁ ବି ତ ଏତିକି ଆଣିବୁ ଚିନ୍ତା କରୁନଥିଲି। ଓ ବେଶୀ ଭଲ ହେଲା କହିଲେ। ତ ପାଷ୍ଟର ମତେ କଣ କହିଲେ, +2 ସାଇନ୍ସ ପଢେ। ଆଁ, ଆହୁରି କଷ୍ଟ ଲାଗିଲା ମତେ। +2 ସାଇନ୍ସ ପଢବାଟା, ସାଇନ୍ସ ହଉଛି ବିଜ୍ଞାନ ପାଠ, ବହୁତ ଘୋଷା ପାଠ, ଏଟା ହବ ନାହିଁ। ଆଁ, ସେଥିପାଇଁ ମୁଁ ପାଷ୍ଟରଙ୍କୁ କହିଲି, ପାଷ୍ଟର କେମିତି କରିବି ବୋଲି। ପ୍ରଭୁ ଏବେ ବି ତୋତେ ଅନୁଗ୍ରହ କରିବେ, ତୁ ଯାଇକି ଜଏନ୍ କରେ କହିଲେ। ମୁଁ ଦିନେ ଫର୍ମ ଫର୍ମ ପକେଇଲି ଗୋଟେ କଲେଜରେ, 4ଟା କଲେଜରେ ମୋର ସିଲେକ୍ସନ କଲି। 1 ନମ୍ବର ବାଲିଗୁଡାରେ କଲି, 2 ନମ୍ବର କୁଆଡେ କୁଆଡେ କରିଥିଲି। ମୋର ଫାଷ୍ଟ ସିଲେକ୍ସନ ହେଇଗଲା। ପ୍ରଥମ ସିଲେକ୍ସନ ଦେଖା ମୋର ସିଲେକ୍ସନ ବାହାରିଲା, ଜଏନିଂ ପାଇଁ ପ୍ରଭୁତରେ ଆସିଲା। ମୁଁ ଯାଇକି ସାଇନ୍ସରେ ଜଏନ୍ କଲି। ସାଇନ୍ସରେ ଜଏନ୍ କଲି। ଫାଷ୍ଟ ଦିନେ ମତେ କହିଲେ, ଆଉ ଫାଷ୍ଟ ଦିନେ କହିଲେ ନାହିଁ, ଆକ୍ଚୁଆଲି ସେଇଟା 2015 ମସିହା ଆସିଲା। 15 ମସିହାରେ ମୁଁ ପରୀକ୍ଷା ଦେଲି। 2015 ମସିହାରେ ଫାଷ୍ଟ ପାର ଉଦୟଗିରି ଆସିଥିଲେ। ରିଟ୍ରିଟ୍ ଥିଲା ଆମର, 3 ଦିନ ନା 4 ଦିନ ରିଟ୍ରିଟ୍ ଥିଲା। ଫାଷ୍ଟ ପାର ସେ ସମୟରେ ଲୋକ ଦୋଷ ପର୍ବର ବାକ୍ୟକୁ ନେଇକି ପ୍ରଚାର କଲେ ନିରମର ଅବସ୍ଥାରେ ପଡ଼ିଥିବା ଲୋକ ବିଷୟରେ। ସେତେବେଳକୁ ପାଷ୍ଟ ସେ ବାକ୍ୟକୁ ପ୍ରଚାର କଲେ ଆଉ କହିଲେ, ଦେଖ ଆମେ ହଉଛୁ ଦୁରମର ଅବସ୍ଥାରେ ପଡ଼ିଥିବା ଲୋକ। ଯୀଶୁ ହଉଛନ୍ତି ସମରଣୀୟ ପ୍ରତୀକ, ଯିଏକି ଆମ ପାଇଁ ସବୁ କାମ କରିଛନ୍ତି। ଆମକୁ ପାନ୍ଥଶାଳାରେ ରଖିଛନ୍ତି, ଆମେ ପାନ୍ଥଶାଳାର କର୍ତ୍ତାଙ୍କ ଦ୍ୱାରା ସେବା ପାଉଛୁ। ସେ ବାକ୍ୟକୁ ପ୍ରଚାର କରିକି ପାଷ୍ଟ ନିଜର ଟେଷ୍ଟିମୋନି ଦେଲେ, କେମିତି ତାଙ୍କର ଲାଇଫରେ ମିଶନ ସେ ଆରମ୍ଭ କଲେ, କୌଣସି ବିଷୟ ନଥିବା ପିରିୟଡ଼ରେ ପ୍ରଭୁ କେମିତି ତାଙ୍କୁ ହେଲ୍ପ କଲେ। ପରେ ପରେ ସେ ମିଶନାରୀ ଷ୍ଟୁଡେଣ୍ଟ ମାନଙ୍କୁ ବଢ଼ାଇବା ପାଇଁ ଆରମ୍ଭ କରିବା ବିଷୟକୁ ପ୍ରତିଜ୍ଞାକୁ ପ୍ରଭୁତରେ ଦେଲେ। ଆଦି ଆମର ଗୀତ ସଂହିତା 2 ପର୍ବର 8 ପଦ ବାକ୍ୟ, ସେ ବାକ୍ୟକୁ ନେଇକି ପାଷ୍ଟ ପ୍ରକୃତିରେ ପଚାରିଲେ। ଓଡ଼ିଶାରେ ମଧ୍ୟ ମିଶନାରୀ ମାନେ ବାହାରିଲେ କେତେ ଭଲ ହୁଅନ୍ତା। ଆଁ, ସେଥିପାଇଁ କିଏ କିଏ ଓଡ଼ିଶାରେ ମିଶନାରୀ ହେଇକି ମିଶନାରୀ ଲାଇଫ ପହଞ୍ଚିବ ହାତ ଟେକ ବୋଲି କହିଲେ।
ରିଟ୍ରିଟ୍ରେ। ତାପରେ ସେଠି ସବୁ ଭାଇ ମାନେ ହାତ ଟେକିଲେ। ଜଣେ ବି ଲୋକ ନଥିଲେ ଯୋଉମାନେ ହାତ ଉଠେଇ ନଥିଲେ। ମୁଁ ନାକି କେବେ ହାତ ଉଠେଇ ନଥିଲି। ଦିନେ ସେ ଜାଗାରେ ଆମେ ବସିଛୁ ପାଷ୍ଟର ପାରଙ୍କର ବାକ୍ୟ ଶୁଣୁଛୁ 2015 ମସିହାରେ। ଜଣେ ଭାଇ ସହିତ ମୁଁ ବହୁତ ମିଶୁଥିଲି ଚର୍ଚ୍ଚରେ। ସଦାବେଳେ ତାଙ୍କ ସହିତ ଆମେ ରହୁଥିଲୁ, ସଦାବେଳେ ତାଙ୍କ ଚର୍ଚ୍ଚକୁ ଗଲେ ତା ସହିତ କଥା ହଉଥିଲୁ। ପୁରା ଫ୍ରେଣ୍ଡସିପ ତା ସହିତ ଥିଲା। ସେ ଭାଇ ମତେ ଦେଖିଲା, ତୁ କାହିଁକି ପାଷ୍ଟରଙ୍କର ବାକ୍ୟ ତୁଚ୍ଛ କରୁଛୁ? କାହିଁକି ହାତ ଉଠେଇନୁ ତୁ? ତୁ ମିଶନାରୀ ହବୁନି କି? ସେ ଭାଇ ନାଇକି ମୋର ଏମିତି ହାତ ଏମିତି ଟେକିଦେଲେ ମତେ। ହାତ ଧରିଲେ ଆଉ ଟେକିଦେଲେ ଦିଟା ହାତ। ସେତେବେଳକୁ ମୁଁ ନେଇକି ହାତ ଟେକି ମୋର ହାତ ଟେକି ହେଲା। ଏମିତି ହେଇକି ଏଠି ସରିଲା। ଆମେ ଘରକୁ ଫେରିଲୁ। ସଣ୍ଡେରେ ମୁଁ ଚର୍ଚ୍ଚ ଗଲି ସିଟିଗୁଡା। ସିଟିଗୁଡା ଚର୍ଚ୍ଚ ଯେତେବେଳେ ଗଲି, ପାଷ୍ଟର ନେଲସନ ସଣ୍ଡେ ଦିନ ବାକ୍ୟ ପ୍ରଚାର କଲା ବେଳକୁ ପଚାରିଲେ, ଏଥିରେ ପାଷ୍ଟର ପାରଙ୍କର ବାକ୍ୟ ଶୁଣିଲ, କଣ ଶୁଣିଲ କୁହ ବୋଲି। ପାଷ୍ଟର ବହୁତ ଭାଇମାନେ କହିଲେ, ନାଇଁ ଲୋକ ଦୋଷ ପର୍ବ, ନାଇଁ ପାଷ୍ଟର ଏ ସମୟରେ ତାଙ୍କର ଟେଷ୍ଟିମୋନି ଦଉଥିଲେ କେମିତି ସେ ମିଶନାରୀ ମାନଙ୍କୁ ବଢେଇଲେ କିଛି ନଥିବା ପିରିୟଡରେ। ଆଉ କଣ ଶୁଣିଲ? ଆଉ କଣ ଶୁଣିଲ? ଭାଇମାନେ ବହୁତ ପ୍ରକାର ବିଷୟ କହିଲେ। କିଏ କୋଉଟା କହିଲା, କିଏ କଣ କହିଲା। ହୁଁ? ତ ପାଷ୍ଟର ନେଲସନ କଣ ପଚାରୁଥିଲେ ଜାଣିଛନ୍ତି? ନାଇଁ ଆହୁରି କଣ ଶୁଣିଲୁ? ଆହୁରି କଣ ଶୁଣିଲୁ? ମତେ ଲାଗୁଛି କିଏ ଗୋଟେ ଉତ୍ତର ଦେଲା। ଆମର ଏଲ୍ଡର ହେଇଛନ୍ତି ଏବେ, ଅମନ ଏଲ୍ଡର, ସିଏ ଉତ୍ତର ଦେଲେ ନା କିଏ ଉତ୍ତର ଦେଲେ ଏକ୍ଜାକ୍ଟଲି ମତେ ମନେ ପଡୁନାହିଁ। କିନ୍ତୁ କିଏ ତ ଗୋଟେ ଉତ୍ତର ଦେଲା, ନାଇଁ ପାଷ୍ଟର ଏଥର ପାଷ୍ଟର ପାର କହିଲେ ଓଡ଼ିଶାର ମିଶନାରୀ ମାନେ କିଏ କିଏ ହବ କହିକି। ପାଷ୍ଟର କହିଲେ ସିର୍ତିଗୁଡାକ ଚର୍ଚ୍ଚରୁ କିଏ କିଏ ମିଶନାରୀ ବାହାରିବ। ସିର୍ତିଗୁଡା ଚର୍ଚ୍ଚରେ କିଏ କିଏ ମିଶନାରୀ ହବ ହାତ ଉଠାଅ। ସେତେବେଳେ ମୁଁ ନାଇକି ମୁଁ କେବେ ଚାହୁଁନଥିଲି ମୋ ହାତ ଉଠେଇବି ବୋଲି। ଉଁ, ମୋ ପାଖରେ ଅବୁ ପାଷ୍ଟର ଥିଲେ। ସେତେବେଳେ ଭାଇ ଥିଲେ। ଉଁ, ତ ସିଏ ଥିଲେ ଆମର ଡେଭିଡ ପାଷ୍ଟର, ଯିଏ କଟକରେ ଥିଲେ ଏବେ ବିଶାଖାପଟନମରେ ଅଛନ୍ତି। ରୁବି ପାଦିଆଣୀ ଥିଲେ। ଏଁ, ତାପରେ କାମିନୀ ପାଦିଆଣୀ, ରଚନା, ଏଁ, ଏମାନେ 4 ଜଣ ହାତ ଉଠେଇଲେ। ଏମାନେ 4 ଜଣ ହାତ ଉଠେଇବାର ଦେଖିକି ମୁଁ ଉଠେଇଲି। ମୁଁ ବି ମିଶନ ସ୍କୁଲକୁ ଯିବି। ପାଷ୍ଟର ମତେ ଆଗ ଫୋକସ କଲେ, ହଁ ଏ ଭାଇ ବି ମିଶନ ସ୍କୁଲ ପାଇବ, ପ୍ରେଜ ଦ ଲର୍ଡ ବୋଲି। ଏଁ, ତାପରେ ମୁଁ ମୋର ମନରେ କେମିତି ହୃଦୟ ନେଇକି ଟେକିଛି, ଗଲେ ମିଶନ ସ୍କୁଲକୁ ଯଦି ଯିବି 2 ବର୍ଷ କିମ୍ବା 5 ବର୍ଷ ପରେ ଏକା ଯିବି। କାହିଁକି? ମତେ +2 ସରେଇବାର ଅଛି। +2 ସରେଇବା ପାଇଁ ମତେ 5 ବର୍ଷ ଲାଗିବ। ଫାର୍ଷ୍ଟ ଇୟର ଗୋଟେ ବର୍ଷ, ସେକେଣ୍ଡ ଇୟର ଗୋଟେ ବର୍ଷ, ଆଉ ଥାର୍ଡ ଇୟରଟା 3 ବର୍ଷ ପାଠ କମ୍ପ୍ଲିଟ କରିବି। ତାପରେ 5 ବର୍ଷ ପରେ ଯିବି। ପାଷ୍ଟ ପ୍ରିଚିଂ ସରିଲା, ସେକେଣ୍ଡ ସେସନ ସରିଲା। ମୁଁ ଯିବା ପାଇଁ ବେଗ ଧରିକି ବାହାରିଲି। ପାଷ୍ଟ ଧାଇଁ ଧାଇଁ ଆଇଲେ ମୋ ପାଖରେ, ଆଉ ଭାଇ ଆଜି ହାତ ଉଠେଇଲ, କେବେ ମିଶନ ସ୍କୁଲରୁ ଆସିବ କହିଲେ। ପାଷ୍ଟ ମୁଁ ଏବେ ଆକା ଆଇବି ବୋଲି ମୁଁ ଚିନ୍ତା କରି ନାହିଁ। ମୁଁ 5 ବର୍ଷ ପରେ ଆଇବି କହିଲି। ନାଇଁ 2 ବର୍ଷ ପରେ ଆଇବି କହିଲି। 2 ବର୍ଷ କଣ କରିବୁ ପାଷ୍ଟ? ଆପଣ ତ କହିଲେ +2 ସାଇନ୍ସରେ ମୁଁ ଜଏନ୍ କରିଛି। ହେଲେ ଏତେ ଟଙ୍କା 4,300 କେତେ ଟଙ୍କାରେ ବାନ୍ଧିଥିଲି ମୁଁ ଜଏନିଂ ଫିସ୍। ତ ଏତେ ଟଙ୍କା ବାନ୍ଧିଛି ଆଉ ଗୋଟେ ବେକାର ଯିବ ନାହିଁ କି? ହଉ ଠିକ ଅଛି ପଢେ ବୋଲି କହିଲେ ମତେ। ଆଉ ପାଷ୍ଟ ଅଧିକ କିଛି କଥା ହେଲେ ନାହିଁ ମତେ। ଏମିତି ହେଇକି ମୁଁ ସେ ସମୟରେ ଯାହା ହଉ ମୁକୁଳିଲି ବୋଲି ଭାବିଲି ମୁଁ। ଆଁ? ପାର ହେଇଗଲି, ଗେଟ୍ ଗୋଟେ ପାର ହେଇଗଲି ଭାବିଲି। ତ ଏମିତି ହେଇକି ସେଟା ଜୁଲାଇ ଜୁନ ବୋଧେ ଲାଷ୍ଟ ୱିକ୍ ଥିଲା। ପାଷ୍ଟ ମାନେ ଜୁଲାଇ ଫାଷ୍ଟ ୱିକରେ କୋରିଆ ପ୍ରଭୁତରେ ଗଲେ, ୱାର୍ଲଡ କ୍ୟାମ୍ପ ପାଇଁ ଗଲେ। ସେତେବେଳକୁ ନାଇଁ କି 20 ଦିନ, 25 ଦିନ, 30 ଦିନ ଲେଖା ୱାର୍ଲଡ କ୍ୟାମ୍ପ ହଉଥିଲା, ଗୋଟେ ମାସ ମାସ ଧରିକି ହଉଥିଲା। ହଁ। ପାଷ୍ଟ ମାନେ ପାଖାପାଖି ସେ ସମୟରେ 20 ଦିନ ପାଇଁ ନା 25 ଦିନ ପାଇଁ ଗଲେ କୋରିଆ, ସାଉଥ କୋରିଆ। ତ ସେକେଣ୍ଡ ସଣ୍ଡେରେ ପାଷ୍ଟ ନେଲସନ ନଥିଲେ, ରାୟପୁର ଚର୍ଚ୍ଚରୁ ପାଷ୍ଟ ପଦ୍ମ ଆସିଥିଲେ। ପାଷ୍ଟ ପଦ୍ମ ଯୋଉ ସଣ୍ଡେରେ ଆସିଥିଲେ, ତ ମତେ ଏବେ ବି ମନେ ଅଛି। ସେଟା 4 ତାରିଖ କି 5 ତାରିଖ ଏମିତି ଥିବ, ଲାଗୁଛି 5 ତାରିଖ ସଣ୍ଡେ ଥିଲା। ଆଉ ସଣ୍ଡେ ଆମର ରୋଷେଇ ପାଳି ଥିଲା। ଆମ ରୋଷେଇ ପାଳି ପାଇଁ ମୁଁ ଆଉ ଜଣେ ଭାଇ ହେଇକି ସାଇକେଲ ଧରିକି, ସେ ଗୋଟେ ସାଇକେଲ ମୁଁ ଗୋଟେ ସାଇକେଲ ଧରିକି ଆମେ ସକାଳୁ ସକାଳୁ ପହଞ୍ଚିଛୁ। ପୁରା 6ଟାରେ ସିଟିଲା ଚର୍ଚ୍ଚରେ ଥିଲୁ। 10 କିଲୋମିଟର ସାଇକେଲ ଚଲେଇକି ଆମେ ଯାଇଥିଲୁ ଆମ ଚର୍ଚ୍ଚକୁ। ତ ପାଷ୍ଟ ପଦ୍ମ ସେ ସମୟରେ
ରାୟପୁର ପ୍ରଭୃତିରେ ସେତିକି ବେଳକୁ ଆସିଲେ ପାଷ୍ଟର କେମିତି ତାଙ୍କୁ ପଠେଇଥିଲେ ତୁ ଯା ସେତିଲା ଚର୍ଚ୍ଚରେ ଘୋଷଣା କର। ସେତେବେଳକୁ ରାୟପୁର ନାହିଁ କି ନୂଆ ନୂଆରେ ଚର୍ଚ୍ଚ ଆରମ୍ଭ ହଉଥିଲା। ଏତେ ବେଉଣାନ ପ୍ରଭୃତିରେ ନଥିଲେ। ସେଥିପାଇଁ ପଦ୍ମ ପାଷ୍ଟ ଶୀତଳ ଚର୍ଚ୍ଚ କହିଲେ ଯେହେତୁ ଶୀତଳ ଚର୍ଚ୍ଚ ସେତେବେଳେ ବେଶୀ ବଡ଼ ଚର୍ଚ୍ଚ ଥିଲା। ସେଥିପାଇଁ ପାଷ୍ଟ ହେଇଲେ ଆଉ ଆସୁ 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 ମତେ ପଚାରିଲେ ଆରେ ତୋ ନାଁ ଅମକା କି କହିଲି ହଁ। ତୁ ହାତ ତ ଉଠେଇଛୁ ପରା ମିଶନ ସ୍କୁଲକୁ ଯିବି ବୋଲି ତୁ କାହିଁକି ଯାଇନୁ ହେଲେ। ସମସ୍ତେ ଜୁଲାଇ 1ରେ ସବୁ ଗଲେଣି କିନ୍ତୁ ତୁ କାହିଁକି ଯାଇନୁ। ପାଷ୍ଟ ପଦ୍ମଙ୍କୁ ମଧ୍ୟ ମୁଁ କହିଲି ପାଷ୍ଟ ମୁଁ ହାତ ଉଠେଇଛି ସିନା କିନ୍ତୁ ମୁଁ 2 ବର୍ଷ କିମ୍ବା 5 ବର୍ଷ ପରେ ଏକା ଯିବି ବୋଲି ପ୍ଲାନ୍ କରିଛି। ହେଲେ 2 ବର୍ଷ 5 ବର୍ଷ ତୁ କଣ କରିବୁ ହେଲେ। ନାଇଁ ଏବେ ଜଏନ୍ କରିଛି +2 ସାଇନ୍ସ ପାଠ ପଢିବି କହିକି। ସେଥିପାଇଁ ମୁଁ ପାଠ ପଢିବି ସରାଇବି ତାପରେ ଯିବି। ମତେ ପ୍ରଥମେ ପାଷ୍ଟ ପଚାରିଲେ ହେଲେ କଣ ସବଜେକ୍ଟ ନେଇଛୁ। ନାଇଁ ସାଇନ୍ସ। ସାଇନ୍ସ କୋଉ ସବଜେକ୍ଟ ପାଷ୍ଟ ଆକ୍ଚୁଆଲି ପଚାରିଲେ କଣ ପଢିବୁ ନାଇଁ ସାଇନ୍ସ ପଢିବି। କଣ କଣ ସବଜେକ୍ଟ ଅଛି ତୋର ମୁଁ କହିଲି। ସାଇନ୍ସରେ ମୁଁ ମ୍ୟାଥମେଟିକ୍ସ ନେଇଛି ଇଂଲିଶ ଆଉ ଆ, କଣ ସେଟା ବାୟୋଲୋଜି। ଏ ପ୍ରକାର ଅନେକ ବିଷୟ ମୁଁ କହିଲି 6ଟା ସବଜେକ୍ଟ କହିଲି ଆଉ ପାଷ୍ଟ ଅନ୍ୟ ସବଜେକ୍ଟକୁ ନେଇକି ମତେ ଫୋକସ କଲେ ନାହିଁ। ମତେ କହିଲେ ତୁ ବାୟୋଲୋଜି ପାଠ ପଢିବୁ କି କହିଲି ହଁ ବାୟୋଲୋଜି ପାଠ ପଢିବି କହିଲି। ତ ବାୟୋଲୋଜି ପାଠ କଣ ଜାଣିଛୁ ହଁ। ତ ସେତେବେଳକୁ ପାଷ୍ଟ ମତେ କହିଲେ ତୁ ଜାଣିଛୁ କି ବାୟୋଲୋଜି ପାଠ କିଏ ଲେଖିଛି। ହଁ ମୁଁ ଜାଣିନି କିଏ ଲେଖିଛି କିନ୍ତୁ ମୁଁ ଏଇଟା ଗୋଟେ ଅପସନ ଅଛି ମୁଁ ବାୟୋଲୋଜି ପାଠ ପଢିବି। ପାଷ୍ଟ ମତେ କହିଲେ ବାୟୋଲୋଜି ପାଠ ଲେଖବା ଲୋକ ମଣିଷ କହିଲେ। କିନ୍ତୁ ଜାଣିଛୁ ତୁ ଯୋଉ ପାଠ ପଢିବୁ ସେ ପାଠ ବିଷୟରେ ବାଇବଲରେ ସବୁ ଲେଖା ହେଇଛି କହିଲେ ମତେ। ମୁଁ ଚମକି ଗଲି ସେତେବେଳେ ବାୟୋଲୋଜି ପାଠ ବାଇବଲରେ କେମିତି ଲେଖା ହେଇଛି। ସେତେବେଳକୁ ପାଷ୍ଟ ମତେ ଗୋଟେ ବାକ୍ୟ ଦେଖେଇଲେ ଆଦି ପୁସ୍ତକ 1ର 25 ପଦ ବାକ୍ୟ ଦେଖେଇଲେ ମତେ। ଟିକେ କାଢିବା ସେ ବାକ୍ୟ 1ର 25 ପଦ। ଏହି ରୂପେ ପରମେଶ୍ୱର ସ୍ୱ ସ୍ୱ ଜାତି ଅନୁଯାୟୀ ବନ୍ୟ ପଶୁ ଗଣ ଓ ସ୍ୱ ସ୍ୱ ଜାତି ଅନୁଯାୟୀ ଗ୍ରାମ୍ୟ ପଶୁ ଗଣ ଓ ସ୍ୱ ସ୍ୱ ଜାତି ଅନୁଯାୟୀ ପ୍ରତ୍ୟେକ ଭୂଚର ଉରୁଗାମୀ ଜନ୍ତୁ ନିର୍ମାଣ କଲେ। ଆଉ ପରମେଶ୍ୱର ସେ ସମସ୍ତ ଉତ୍ତମ ଦେଖିଲେ। ଏଇ ଜାଗାରେ କଣ ଲେଖା ହେଇଛି ସ୍ୱ ସ୍ୱ ଜାତି ଅନୁଯାୟୀ ପରମେଶ୍ୱର ବନ୍ୟ ପଶୁ ଗଣ ସ୍ୱ ସ୍ୱ ଜାତି ଅନୁସାରେ ଗ୍ରାମ୍ୟ ପଶୁ ଗଣ ସ୍ୱ ସ୍ୱ ଜାତି ଅନୁଯାୟୀ ପ୍ରତ୍ୟେକ ଭୂଚର ଉରୁଗାମୀ ଜନ୍ତୁ ନିର୍ମାଣ କଲେ। ପରମେଶ୍ୱର ସେ ସମସ୍ତ ଉତ୍ତମ ଦେଖିଲେ। ତ ଏଇଟା ଦେଖିଲା ଆରେ ସତରେ ତ ବାୟୋଲୋଜି ପାଠ ଲେଖା ହେଇଛି। ପ୍ରଭୁ କେମିତି ପଶୁ ପକ୍ଷୀ ମାନଙ୍କୁ ମଣିଷକୁ କେମିତି ସୃଷ୍ଟି କଲେ ପୃଥିବୀକୁ କେମିତି ସୃଷ୍ଟି କଲେ ସବୁ ତ ଲେଖା ହେଇଛି। ତ ବାୟୋଲୋଜି ପାଠ କଣ ଆଉ ଏ ପାଠ ତ ପଢା ଆରେ ଆଶ୍ଚର୍ଯ୍ୟ ଏଇଟା ବାଇବଲରେ ଲେଖା ହେଇଛି। ପାଷ୍ଟ ମତେ ପଚାରିଲେ ହେଲେ ତୁ କହ ମଣିଷ ଲେଖିଥିବା ପାଠ ପଢିବୁ ନା ପରମେଶ୍ୱର ଲେଖିଥିବା ପାଠ ପଢିବୁ। ମୁଁ ଫିକ୍ସ କରିପାରିଲି ନାହିଁ। କିନ୍ତୁ ସେ ସମୟରେ ପାଷ୍ଟ ମତେ ପଚାରିଲେ କହ ତୁ କେବେ ଯିବୁ କହିଲେ। ସେତେବେଳକୁ ମୁଁ ନେଇକି ପାଷ୍ଟ ମୁଁ କାଲି ଯିବି ବୋଲି କହିଲି। କାଲି ମିଶନ ସ୍କୁଲକୁ ଯିବି ବୋଲି ମୁଁ କହିଲି। ସେଦିନ ମୁଁ ସଣ୍ଡେରୁ ଘରକୁ ଫେରିଲି ଆଉ ଆମ ଘରେ ମୋର ଭଉଣୀକୁ ମୋର ଭାଇମାନଙ୍କୁ ଡାକିଲି ଆଉ କହିଲି ମୁଁ ମିଶନ ସ୍କୁଲକୁ ଯିବି କାଲି ବାହାରିବି ବୋଲି କହିଲି। ତ ମୋର ଭାଇମାନେ କେମିତି କଣ ବୁଝିଲେ ଭାଇନା ଏବେ ତ କଲେଜରେ ଜଏନ୍ କରିଛନ୍ତି ବୋଧେ ହଷ୍ଟେଲରେ ଯାଇକି ରହିବେ ପାଠ ପଢିବେ। ତ ସେମାନେ ମତେ କହିଲେ ଠିକ ଅଛି ଭାଇନା ଯାଅ ବୋଲି କହିଲେ। ଠିକ ଅଛି ମିଶନ ସ୍କୁଲକୁ ଯାଅ ବୋଲି କହିଲେ। ମୁଁ ତା ବାସି ଦିନ ସବୁ ମୋର ବ୍ୟାଗ୍ ପ୍ୟାକିଂ କଲି ମିଶନ ସ୍କୁଲ ପାଇଁ ଯାତ୍ରା କଲି। ଏମିତି ହେଇକି ମୁଁ ମିଶନ ସ୍କୁଲକୁ ପ୍ରଭୃତିରେ ଆସିଲି। ସତରେ ସେ ଦିନ ଠାରୁ ଆଜି ପର୍ଯ୍ୟନ୍ତ ମୋର ଲାଇଫରେ ଦେଖିଲେ ପରମେଶ୍ୱର ବେଶୀ ଆଶ୍ଚର୍ଯ୍ୟ ଭାବରେ ଗଢ଼ିକି ଆଣିଛନ୍ତି ମୋତେ। ସେଥିପାଇଁ ସତରେ ଆମ ଲାଇଫରେ ଆମେ ନିଜର ଲାଇଫରେ ଆମେ ନିଜେ ଜାଣିନୁ କିନ୍ତୁ ପରମେଶ୍ୱରଙ୍କୁ ଯେତେବେଳେ ଆମେ ନିଜକୁ ଦଉଛୁ ପ୍ରଭୁ ସେ ଜାଗାରେ କାମ କରୁଛନ୍ତି। ନୟମୀ ଜଣେ ଲୋକ ଥିଲା ଦିନେ ନିଜର ଚିନ୍ତାକୁ ଅନୁଗମନ କରିକି ବଞ୍ଚୁବା ଲୋକ। ଋତୁର ଜୀବନକୁ ଦେଖିଲେ ଋତୁ ହଉଛି ମାୟାବୀ ସ୍ତ୍ରୀ ଯେ ବିଜାତୀୟ ସ୍ତ୍ରୀ ଗୋଟେ। କିନ୍ତୁ ସେ କାହିଁକି ନୟମୀ ପଛରେ ଗଲା ଯେ ଭଲ ସେ ଜାଣିଛି ନୟମୀ ପଛରେ ଗଲେ ହିଁ ମୁଁ ବେଥଲିମରେ ପ୍ରବେଶ କରିପାରେ। ବେଥଲିମ ହଉଛି ରୁଟିର ଘର ସ୍ୱର୍ଗକୁ ପ୍ରଭୃତି ଦର୍ଶାଏ। ସତରେ ଇଏ କେବେ ମଧ୍ୟ ନିଜ ଇଚ୍ଛାରେ ନିଜ ପସନ୍ଦରେ କେବେ ବେଥଲିମକୁ ଯାଇପାରିବ ନାହିଁ। କିନ୍ତୁ ଜାଣିଛି ଋତ ନୟମୀ ତଳେ ଯେତେବେଳେ 10 ବର୍ଷ କାଳ ବଞ୍ଚିଛନ୍ତି ସେ ଖାଲି ତା ତଳେ ବଞ୍ଚିଲା ସେମିତି ନାହିଁ। କି ନୟମୀ ତଳେ ବଞ୍ଚିକି ଋତ ବହୁତ ଗୁଡେ ବିଷୟକୁ ଶିଖିଲା।
ହୁଁ। ସେଥିପାଇଁ ସେ ଜାଣିଲା ମୋର ଜୀବନ ମୋର ଖୁସି, ଆଁ ମୁଁ ଖୁସିରେ ଆଶାରେ ବଞ୍ଚି ପାରିବାଟା କେବଳ ନଈମି ତଳେ ଅଛି। ମୁଁ ନଈମିକୁ ଅନୁଗମନ କଲେ ହିଁ ମୁଁ ଜଣେ ଲୋକ ଖୁସି ହେଇପାରେ। ସେଥିପାଇଁ ଋତ ପ୍ରଭୃତିରେ କହିଲା ମତେ ଯିବାକୁ ବାଧ୍ୟ କରନି। ତମେ ଯୁଆଡେ ଯିବ ମୁଁ ସିଆଡେ ଯିବି, ତମେ ଯୋଉଠି ରହିବ ମୁଁ ସେଠି ରହିବି। ତମର ଲୋକ ମୋର ଲୋକ, ତମର ପ୍ରଭୁ ମୋର ଲୋକ। ଆଁ? ମତେ ଆପଣଙ୍କୁ ମୃତ୍ୟୁ ଛଡା କିଏ ଅଲଗା କରିପାରିବେ ନାହିଁ। ଋତ ପ୍ରକୃତିରେ ଏ ପ୍ରକାର ଭାବରେ ନିଷ୍ପତ୍ତି ନେଉଛି, ଏ ପ୍ରକାର ଭାବରେ ନିଜର ଜୀବନରେ ପ୍ରକୃତିରେ ଫିକ୍ସ କରୁଛି। ସେଥିପାଇଁ ମୁଁ ଯଦି ଜାଣିବି ହଁ ପରମେଶ୍ୱର ମତେ ଗସ୍ପେଲ ପ୍ରଚାର ପାଇଁ ମନୋନୀତ କରିଛନ୍ତି, ମଲେ ମରିବି, ଠିକ ଅଛି ଚଳିବ। ଚାଲ ଅନ୍ତତଃ ମୁଁ ଗସ୍ପେଲ ପ୍ରଚାର କରିକି ବଞ୍ଚିବି। ସତରେ ଆମେ ଯଦି ଏ ପ୍ରକାର ଲାଇଫକୁ ଫିକ୍ସ କରିକି ବଞ୍ଚିବୁ, ଆମେ କେବେ ମରିପାରିବୁ ନାହିଁ। ପରମେଶ୍ୱର ନିହାତି କୌଣସି ନା କୌଣସି ଉପାୟ ପ୍ରଭୃତିରେ ବାହାର କରିବେ ଆଉ ମତେ ପ୍ରଭୃତିରେ ଖୁସିରେ କଢେଇକି ପ୍ରଭୃତିରେ ନେବେ। ଭାଇ ଭଉଣୀମାନେ ଯେତେବେଳେ ଆପଣମାନେ ଗସ୍ପେଲକୁ ପ୍ରଚାର କରିବେ, ଏକ ନିଜେ ଖୁସି ହେବେ, ଆପଣମାନେ ଅନ୍ୟମାନଙ୍କୁ ଖୁସି ଦେଇପାରନ୍ତି। ନିଜର ପରିବାର ସମସ୍ତେ ପ୍ରଭୃତିରେ ଖୁସି ହେବେ। ଋତୁର ଜୀବନକୁ ଦେଖିଲେ ଇଏ ଏ ପ୍ରକାର ଲାଇଫ ପ୍ରଭୃତିରେ ବଞ୍ଚିଲେ। ଦିନେ ନଈମର ଅନୁଗମନ କରିବା ଯୋଗୁଁ ଇଏ ଦିନେ ବେଥଲିମରେ ପ୍ରଭୃତିରେ ପ୍ରବେଶ କଲେ। ବେଥଲିମରେ ପ୍ରବେଶ କଲା ପରେ ନଈମି ଋତୁ ପାଇଁ କାମ କରୁଛି। ଆଁ? ସେ ଜାଗାରେ ବୟାଜର କ୍ଷେତକୁ ରାହା କରିବା ପାଇଁ ପ୍ରଭୃତିରେ ସକାଳ ସନ୍ଧ୍ୟା ପର୍ଯ୍ୟନ୍ତ ପଠେଇଲେ। ଇଏ ବୟାଜର କ୍ଷେତକୁ ଗଲା, ସକାଳ ସନ୍ଧ୍ୟା ପର୍ଯ୍ୟନ୍ତ ରାହା କଲା। ଦିନେ ବୟାଜ ପ୍ରଭୃତିରେ ଦେଖିଲା ଋତୁକୁ, ପଚାରିଲା ଏ ଜମି କାହାର? ଏ ଝିଅ କିଏ ବୋଲି ପଚାରିଲା। ସେ ସମୟରେ ଲୋକମାନେ କହିଲେ ନାଇଁ ଇଏ ମାୟାବୀ ସ୍ତ୍ରୀ ଋତ, ଇଏ ନୟମୀ ସହିତ ଆସିଛି। ସେତେବେଳେ ବୟାଜ ନାଇକି ଋତୁକୁ ପ୍ରେମ କରିବାକୁ ଆରମ୍ଭ କଲେ। ସେ ସମୟରେ ନୟମୀକୁ ପ୍ରଭୃତିରେ ପରାମର୍ଶ କଲା, ନୟମୀ ପ୍ରଭୃତିରେ କହିଲେ ଠିକ ଅଛି। ସେତେବେଳେ ନୟମୀ ପାଇଁ ଋତୁ ବୟାଜକୁ ପ୍ରଭୃତିରେ ଭେଟୁଛନ୍ତି। ବୟାଜକୁ ଭେଟିଲା ପରେ ବୟାଜର ସ୍ତ୍ରୀ ପ୍ରଭୃତିରେ ହେଇପାରୁଛନ୍ତି। ସେତେବେଳେ ବୟାଜର ପ୍ରେମ ପାଉଛନ୍ତି ଋତ। ବୟାଜର ପ୍ରେମ ପାଇଲା ପରେ ଦିନେ ଋତ ଅଭେଦ ପ୍ରଭୃତିରେ ଜନ୍ମ କରୁଛନ୍ତି। ଯଦି ଆମେ ଏ ପ୍ରକାର ଭାବରେ ଋତୁର ଲାଇଫ ଯଦି ଦେଖିବାକୁ କହିଲେ, ମାଥି ପୁସ୍ତକ ଏକ ପର୍ବରେ ସେଠି ଯୀଶୁଙ୍କର ବଂଶାବଳୀରେ ପ୍ରଭୃତିରେ ଋତୁର ନାଁ ଆସୁଛି। ବେଶୀ ଆଶ୍ଚର୍ଯ୍ୟ। କାହିଁକି ପରମେଶ୍ୱର ଋତୁକୁ ନଈମୀକୁ ମଧ୍ୟ ମାୟାବ ଦେଶରେ ମାରି ପାରିଥାନ୍ତେ, କିନ୍ତୁ ନଈମୀକୁ ବଞ୍ଚେଇବାର ଗୋଟେ ଏକା କାରଣ ଯୀଶୁଙ୍କର ବଂଶାବଳୀ ନଈମୀର ବଂଶରେ ଆଇବ। ସେଥିପାଇଁ ସେ ଦିନେ ବୟାଜକୁ ପ୍ରଭୃତିରେ ଦେଖା କରବ। ଋତୁ ସେଥିପାଇଁ ଉଁ, ନୟାବ ପାଇଁ ଋତୁ ଅନୁଗ୍ରହ ପାଇଲା। ଋତୁ ଅନୁଗ୍ରହ ପାଇଲା ପରେ ବୟସ୍କ ପ୍ରଭୃତିରେ ଭେଟିଲା। ବୟସ୍କ ଭେଟିଲା ପରେ ଅଭେଦକ ପ୍ରଭୃତିରେ ଜନ୍ମ କଲେ। ସେଥିପାଇଁ ପରବର୍ତ୍ତୀ ସମୟରେ ଯଦି ଆମେ ଦେଖିବା, ମାଥି ପୁସ୍ତକ ଏକ ପର୍ବ ଟିକେ ଆମେ ଦେଖିବା। ମାଥି ପୁସ୍ତକ ଏକ ପର୍ବ 5 ପଦ। ସଲମନ ରାହାବଙ୍କ ଗର୍ଭରୁ ବୟାଜଙ୍କୁ ଦେଲେ। ବୟାଜ ଋତଙ୍କ ଗର୍ଭରୁ ଅବେଦଙ୍କୁ ଜନ୍ମ ଦେଲେ। ଅବେଦ ଯିଶୁଙ୍କୁ ଜନ୍ମ ଦେଲେ। ବର୍ତ୍ତମାନ ଏ ଜାଗାରେ ଦେଖିଲେ ଋତୁର ନାଁ ଅଛି ନା ନାଇଁ? ଉଁ? ବୟାଜ ଋତୁଙ୍କ ଗର୍ଭରୁ ଅବେଦଙ୍କୁ ଜନ୍ମ କଲେ ଲେଖାଇଛି। ସେଥିପାଇଁ ଅବେଦ ଜନ୍ମ ହେଲେ ଋତୁର ଗର୍ଭରୁ, ବୟାଜର ପୁଅ। ଉଁ? ସେ ସମୟରେ ଏଇଟା ଏ ପ୍ରକାର ଭାବରେ ଯୀଶୁଙ୍କର ବଂଶାବଳୀରେ ଋତୁର ନାଁ ଜଣା ହଉଛି। ବେଶୀ ଆଶ୍ଚର୍ଯ୍ୟ ଯେ ବିଜାତୀୟ ସ୍ତ୍ରୀ କିନ୍ତୁ ଦିନେ ବେଥଲିମକୁ ପ୍ରବେଶ କଲା ନଈମୀ ସହିତ। ବେଥଲିମକୁ ପ୍ରବେଶ କଲା ପରେ ଇଏ ବୟାଜକୁ ପ୍ରକୃତିରେ ଭେଟୁଛି। ଆଜି ଆମେ ଧାର୍ମିକ ପବିତ୍ର ହେବାଟା, ଆମେ ଯୀଶୁଙ୍କୁ ଭେଟିବାଟା ଆମ ଦ୍ୱାରା ନାହିଁ, ଆମେ ଅନୁଗ୍ରହ ପ୍ରକୃତିରେ ପାଇଛୁ। ସେଥିପାଇଁ ପରମେଶ୍ୱର ପାଷ୍ଟର ପାରଙ୍କୁ ପ୍ରତିଜ୍ଞା ଦେଇଥିଲେ। ପାଷ୍ଟର ପାର ଜଣେ ହେଉଛନ୍ତି ଯିଏ ଲୋକ ଯିଏକି ପ୍ରତିଜ୍ଞା ପାଇଥିବା ଲୋକ। ଆମେ ଯେତେବେଳେ ବାକ୍ୟକୁ ତାଙ୍କ ଦ୍ୱାରା ଶୁଣୁଛୁ, ତାଙ୍କ ସହିତ କନେକ୍ସନ ହଉଛୁ, ସେତେବେଳେ ପ୍ରଭୁ ଆମ ଲାଇଫରେ ଆଶ୍ଚର୍ଯ୍ୟ ଭାବରେ କାମ କରୁଛନ୍ତି। ମୁଁ ଆଶା କରେ ଆପଣମାନେ ମଧ୍ୟ ଆଜି ସକାଳେ ଏ ପ୍ରକାର ଭାବରେ ସମୟକୁ ପ୍ରଭୃତିରେ ବିତେଇବେ ପ୍ରଭୁଙ୍କ ସହିତ ବାକ୍ୟ ଦ୍ୱାରା। ଆଁ? ଆଜି ଦିନେ ମଧ୍ୟ ଆପଣମାନେ ପ୍ରଚାର କରନ୍ତୁ, ବାଇବଲ ପଢ଼ନ୍ତୁ, ଆଉ ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେଇକି ଜୀବନରେ ବଞ୍ଚନ୍ତୁ। ସମସ୍ତଙ୍କୁ ବେଶୀ ଧନ୍ୟବାଦ ଆଜି ଆପଣ ଜଡ଼ିତ ହେଇଥିବା ପାଇଁ। ପ୍ରତ୍ୟେକଙ୍କୁ ନମସ୍କାର ଜଣାଉଛି। ନମସ୍କାର। ଚାଲନ୍ତୁ ପ୍ରାର୍ଥନା କରିବା ଆଉ ଆଜିର ଉପାସନା ଶେଷ କରିବା। ଧନ୍ୟବାଦ ଦଉଛୁ ପ୍ରଭୁ, ଆଜି ଅନୁଗ୍ରହ ଦୟା ଆମମାନଙ୍କୁ ଦେଲ। ସତରେ ଆମେ ନିଜର ଜୀବନକୁ ଦେଖିଲେ ଆମେ କି ପ୍ରକାର ଲୋକ ଥିଲୁ, ଯିଏକି ଅନେକ କଷ୍ଟ ସମସ୍ୟା ପରିସ୍ଥିତି ଦେଇକି ଗତି କରିବା ଲୋକ ଥିଲୁ।
କିନ୍ତୁ ପରମେଶ୍ୱର ତୁମେ ଯେ ଆମ ଲାଇଫରେ କେତେ କାମ କଲ, କେତେ ମହାନ ପ୍ରଭୃତିରେ କାମ କଲ। ଆମେ ନିଜକୁ ଦେଖିଲେ କେତେ ଦୟନୀୟ ଅବସ୍ଥାରେ ଆମେ ବଞ୍ଚବା ଲୋକ ଥିଲୁ। କିନ୍ତୁ ଋତ ଯେମିତି ନଈମକୁ ବାଛିଲା, ନଈମି ପଛରେ ଗଲା ଅବେଦକୁ ବୟାଜକୁ ଭେଟିଲା। ବୟାଜ ଦ୍ୱାରା ସେ ବୟାଜକୁ ଭେଟିଲା ପରେ ବୟାଜର ପ୍ରେମ ପାଇଲା ପରେ ଦିନେ ଋତ ପ୍ରକୃତିରେ ଗର୍ଭବତୀ ହେଲା, ଅବେଦକୁ ପ୍ରକୃତିରେ ଜନ୍ମ ଦେଲା। ପରବର୍ତ୍ତୀ ସମୟରେ ଯେତେବେଳେ ଆମେ ମାଥି ପୁସ୍ତକ ଆସୁଛୁ, ସେ ଜାଗାରେ ଋତୁର ନା ପ୍ରକୃତିରେ ବାହାରିକି ଆସୁଛି। ସତରେ ପ୍ରଭୁ ଏ ବିଷୟକୁ ଆମେ କେବେ ମଧ୍ୟ ପ୍ରକୃତିରେ ତୁଷ କରିପାରିବୁ ନାହିଁ କି ଏ ବିଷୟ କେମିତି ଆମେ ମାନେ ଫିଙ୍ଗି ପାରିବୁ ନାହିଁ। ପରମେଶ୍ୱର ତୁମେ ଆମ ଲାଇଫରେ କାମ କରିଆସ, ତୁମେ ଶେଷ କରିବ। ତମର ଅନୁଗ୍ରହ, ତମର ଦୟା, ତମର କୃପା ଆମ ପାଇଁ ବହୁତ ଅନୁଗ୍ରହ ଆଉ କେତେ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ପରମେଶ୍ୱର ଜଗତରେ ବଞ୍ଚିବା ପାଇଁ, ଖୁସି ହେବା ପାଇଁ ମଧ୍ୟ ସତରେ ତମର ଅନୁଗ୍ରହ ବିନା ଆମେ କିଛି କରିପାରିବୁ ନାହିଁ। ପ୍ରଭୁ ତୁମେ ଆମକୁ ପଢ଼େଇକିନା ତୁମେ ଚାଳନା ଦେବ। ପ୍ରତ୍ୟେକ ବିଷୟ ତମ ହସ୍ତରେ ସମର୍ପଣ କରୁଛି। ପ୍ରାର୍ଥନା ଶୁଣିଲ, ଧନ୍ୟବାଦ। ଯୀଶୁଙ୍କ ନାମରେ ମାଗିଲି, ଆମେନ୍।